السلام عليكم ورحمة الله. أشهد أن لا إله إلا الله وحده لا شريك له وأشهد أن محمدا عبده ورسوله أما بعد فأعوذ بالله من الشيطان الرجيم بسم الله الرحمن الرحيم الحمد لله رب العالمين الرحمن الرحيم مالك يوم الدين إياك نعبد وإياك نستعين اهدنا الصراط المستقيم صراط الذين أنعمت عليهم غير المغضوب عليهم ولا الضالين. ବିଗତ ଖୁତବାରେ ହଜରତ ଉମର ରଜିୟଲ୍ଲାହୁଙ୍କ ଜୀବନୀ ଚର୍ଚ୍ଚା ଚାଲିଥିଲା। ସେହି କ୍ରମରେ ଏହାର ଅବଶିଷ୍ଟାଂଶ ଚର୍ଚ୍ଚା କରିବି। ହଜରତ ମୁସଲିମ ମଉଦ୍ ରଜିୟଲ୍ଲାହୁ ବର୍ଣ୍ଣନା କରନ୍ତି ଯେ ୟମନ ଦେଶ ଖ୍ରୀଷ୍ଟିଆନମାନଙ୍କ ଓ ୟହୁଦୀମାନଙ୍କ ଅଧୀନରେ ଥିଲା। ଔପଚାରିକ ଭାବରେ କହିବାକୁ ଗଲେ ଉକ୍ତ ଭୂମିର ସତ୍ତ୍ୱାଧିକାରୀ ସେହିମାନେ ହିଁ ଥିଲେ। କିନ୍ତୁ ହଜରତ ଉମର ରଜିୟଲ୍ଲାହୁ ଯେତେବେଳେ ସେମାନଙ୍କୁ ଆରବ ଭୂମିରୁ ବିତାଡ଼ିତ କଲେ ଅର୍ଥାତ୍ ନିର୍ବାସନ କଲେ, ସେତେବେଳେ ହଜରତ ଉମର ରଜିୟଲ୍ଲାହୁ ସେମାନଙ୍କଠାରୁ ଭୂମି, ସେମାନଙ୍କର ଜମି ଜବରଦଖଲ କରି ଉଚ୍ଛେଦ କଲେ ନାହିଁ, ବରଂ ସେମାନଙ୍କଠାରୁ ଉକ୍ତ ଜମି କ୍ରୟ କରି ନେଇଥିଲେ, ସେମାନଙ୍କୁ ତାହାର ମୂଲ୍ୟ ପ୍ରଦାନ କରିଥିଲେ। ଫତହୁଲ୍ ବାରୀର ଶରା ବୁଖାରୀରେ ଉଲ୍ଲେଖ ରହିଛି ଯେ ହଜରତ ଉମର ରଜିୟଲ୍ଲାହୁ ଯେତେବେଳେ ନଜରାନର ଅବିଶ୍ୱାସକାରୀ ୟହୁଦୀ ଓ ଖ୍ରୀଷ୍ଟିଆନମାନଙ୍କୁ ନିର୍ବାସିତ କଲେ, ସେତେବେଳେ ଆପଣ ସେମାନଙ୍କର ଜମିଗୁଡ଼ିକୁ କିଣି ନେଇଥିଲେ। ଏଥିରୁ ସ୍ପଷ୍ଟ ଜଣାଯାଉଛି ଯେ ୟହୁଦୀମାନଙ୍କ ଜମି ଉସର ଅର୍ଥାତ୍ ଜକାତ ଦେୟକାରୀ ନଥିଲା, କାରଣ ଯଦି ତାହା ଉସର ଥାନ୍ତା ତେବେ ତାହାର ମାଲିକ ମୁସଲମାନ ହୋଇଥାନ୍ତେ। ଏପରି ସ୍ଥଳେ ୟହୁଦୀମାନଙ୍କଠାରୁ ଉକ୍ତ ଜମି କ୍ରୟ କରିବାର ପ୍ରଶ୍ନ ହିଁ ଉଠୁନଥିଲା। ତାହା ସୁନିଶ୍ଚିତ ରୂପେ ଟିକସ ଦେୟଯୁକ୍ତ ଜମି ଥିଲା, ଯେପରିକି ଭାରତବର୍ଷର ଜମି ରହିଛି। ଯେପରିକି ଆମେ ନିଜ ଜମିର ଟିକସ ବା ଖଜଣା ସରକାରକୁ ଦେଇଥାଉ, ସେହିପରି ହିଁ ସେହି ଜମିଗୁଡ଼ିକ ସରକାରଙ୍କ ଅଧୀନରେ ଥିଲା। ଅର୍ଥାତ୍ ଜନସାଧାରଣ ହିଁ ସେଗୁଡ଼ିକର ପ୍ରକୃତ ମାଲିକ ଥିଲେ, କିନ୍ତୁ ନିଜ ଜମିର ଖଜଣା ସେ ସରକାରଙ୍କ ନିକଟରେ ପୈଠ କରୁଥିଲେ। କିନ୍ତୁ ହଜରତ ଉମର ରଜିୟଲ୍ଲାହୁ ଉକ୍ତ ଜମିଗୁଡ଼ିକୁ ପ୍ରଶାସନର ଅଧୀନ ଥିବା କର ଦେୟ ଜମି ସାବ୍ୟସ୍ତ କରି ତାହାକୁ ଜୋର ଜବରଦସ୍ତ ଜବତ କଲେ ନାହିଁ, ବରଂ ତାହାକୁ ଖରିଦ କରିଥିଲେ। ଯଦି କେହି କୁହେ ଯେ ଉକ୍ତ ଜମିଗୁଡ଼ିକ ନା କରଦେୟ ଜମି ଥିଲା ନା ଉସର ଜମି ଥିଲା, ବରଂ ଭିନ୍ନ କିସମର ଥିଲା, ତେବେ ଏହା ସମ୍ପୂର୍ଣ୍ଣ ଅବାନ୍ତର ଚିନ୍ତାଧାରା ଏବଂ ଏପରି ବ୍ୟକ୍ତି ଇସଲାମୀୟ ନୀତିନିୟମ ସମ୍ପର୍କରେ ଅଜ୍ଞାତ ଅଟେ। କାରଣ ଉକ୍ତ ଦୁଇ ପ୍ରକାରର ଉକ୍ତ ଜମିଗୁଡ଼ିକ ଅନ୍ତର୍ଭୁକ୍ତ ନଥିଲା, ନା ସେଗୁଡ଼ିକ ପଡ଼ିଆ ପଡ଼ିଥିଲା ଯାହାର ମାଲିକ କେହି ନଥିଲେ। ସୁତରାଂ ସୁନିଶ୍ଚିତ ରୂପେ ୟହୁଦୀ ଓ ଖ୍ରୀଷ୍ଟଧର୍ମୀ ଅବା ଅମାନ୍ୟକାରୀ ନଜରାନର କରଦେୟ ଯୁକ୍ତ ଥିଲା। ନଜରାନର ଜମିଗୁଡ଼ିକ କରଦେୟକାରୀ ଯୁକ୍ତ ଥିଲା ଅବା ଉସାର ଥିଲା।
ଉଷର ଅର୍ଥାତ୍ ଯେପରିକି ମୁଁ କହି ଆସିଲି ସେହି ଜମି ଯାହାର ଜକାତ ଦିଆଯାଇଥାଏ। କିନ୍ତୁ ଏହି ଉଭୟ ଅବସ୍ଥାରେ ମଧ୍ୟ ହଜରତ ଉମର ରଜିୟଲ୍ଲାହୁ ସେଗୁଡ଼ିକର ଅଧୀନସ୍ଥ ବ୍ୟକ୍ତିମାନଙ୍କୁ ତାହାର ମାଲିକତ୍ୱ ପ୍ରଦାନ କରି ସେମାନଙ୍କ ଠାରୁ ତାହା କ୍ରୟ କରି ନେଇଥିଲେ। ଇସଲାମ ଧର୍ମରେ ଯୁଦ୍ଧ ବନ୍ଦୀ ହୋଇଥିବା କଏଦୀମାନଙ୍କୁ କ୍ରୀତଦାସ କରିବା ପ୍ରଥା ନିଷିଦ୍ଧ ହେବା ପ୍ରସଙ୍ଗରେ ଚର୍ଚ୍ଚା କରି ହଜରତ ମୁସଲିମ ମଉଦ୍ ରଜିୟଲ୍ଲାହୁ ବର୍ଣ୍ଣନା କରନ୍ତି, ଆଲ୍ଲାହ ତାଆଲା କହିଛନ୍ତି, ହେ ମୁସଲମାନମାନେ, କ'ଣ ତୁମେମାନେ ଅନ୍ୟମାନଙ୍କ ପରି ଏହା ଚାହୁଁଛ ଯେ ଅନ୍ୟ ଧର୍ମାବଲମ୍ବୀ ବ୍ୟକ୍ତିମାନଙ୍କୁ ଧରି ନିଜର ଶକ୍ତିକୁ ଅଭିବୃଦ୍ଧି କରିନେବ? ଆଲ୍ଲାହ ତାଆଲା କଦାପି ଏପରି ଚାହାନ୍ତି ନାହିଁ, ବରଂ ସେ ତୁମମାନଙ୍କୁ ନିଜର ଆଦେଶାବଳୀ ଉପରେ ପରିଚାଳିତ ହେବା ପାଇଁ ନିର୍ଦ୍ଦେଶ ଦିଅନ୍ତି ଏବଂ ଯାହାକି ତୁମର କ୍ରମ ପରିଣତି ନିମନ୍ତେ ଉତ୍ତମ ସାବ୍ୟସ୍ତ ହେବ, ଅର୍ଥାତ୍ ତୁମେ କୃତକାର୍ଯ୍ୟ ହେବ। ଅତଏବ ତୁମେମାନେ ସେହିମାନଙ୍କୁ ହିଁ କଏଦୀ କରି ରଖ ଯେଉଁମାନେ ଯୁଦ୍ଧରେ ତୁମ ହାତରେ ବନ୍ଦୀ ହୋଇଛନ୍ତି। ଅନ୍ୟମାନଙ୍କୁ ବନ୍ଦୀ କରି ରଖିବା ଅନୁଚିତ ପ୍ରଥା ଅଟେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଉକ୍ତ ଆଦେଶକୁ ପାଳନ କରିବା କ୍ଷେତ୍ରରେ କଠୋରତା ଅବଲମ୍ବନ କରାଯାଇଥିଲା। ହଜରତ ଉମର ରଜିୟଲ୍ଲାହୁ ଖିଲାଫତ ଶାସନରେ ୟମନରୁ ଏକ ପ୍ରତିନିଧି ମଣ୍ଡଳ ଆସିଲା। ସେ ହଜରତ ଉମର ରଜିୟଲ୍ଲାହୁଙ୍କ ନିକଟରେ ଏହି ଅଭିଯୋଗ କରିଥିଲା ଯେ ଇସଲାମ ଧର୍ମ ଆଗମନ ପୂର୍ବରୁ ଖ୍ରୀଷ୍ଟିଆନମାନେ ସେମାନଙ୍କୁ ଅକାରଣେ ହିଁ କ୍ରୀତଦାସ କରି ନେଉଥିଲେ। ହଜରତ ଉମର ରଜିୟଲ୍ଲାହୁ ଏହାର ଉତ୍ତରରେ କହିଲେ, ମୁଁ ଏହାର ଅନୁସନ୍ଧାନ କରିବି। ଯଦି ତୁମ କଥା ସତ ପ୍ରମାଣିତ ହୁଏ ତେବେ ମୁଁ ତୁମକୁ ସଙ୍ଗେ ସଙ୍ଗେ ମୁକ୍ତ କରିଦେବି। ହଜରତ ମୁସଲିମ ମଉଦ୍ ରଜିୟଲ୍ଲାହୁ କହନ୍ତି, ଦେଖ, ଏହାର ଅପରପକ୍ଷେ ୟୁରୋପୀୟ ସମ୍ପ୍ରଦାୟରେ 19 ଶତାବ୍ଦୀ ପର୍ଯ୍ୟନ୍ତ ଏହି କ୍ରୀତଦାସ ପ୍ରଥା ଅବ୍ୟାହତ ରହିଥିଲା। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଇସଲାମୀୟ ଇତିହାସରେ ଜଣେ ଅଣମୁସଲମାନ ଦାସର ମଧ୍ୟ ମୂଲ୍ୟ ବେଶ ଢେର ରହିଥିଲା। ତାକୁ ମଧ୍ୟ ସାମାନ୍ୟ ଜନସାଧାରଣଙ୍କ ପରି ସାଧାରଣ ମୁସଲମାନମାନଙ୍କ ପରି ସମସ୍ତ ପ୍ରକାର ଅଧିକାର ପ୍ରାପ୍ତ ଥିଲା। ହଜରତ ଉମର ରଜିୟଲ୍ଲାହୁଙ୍କ ଶାସନ ସମୟରେ 18 ହିଜ୍ରୀରେ ମଦିନା ଓ ଆଖପାଖ ଅଞ୍ଚଳରେ ଭୀଷଣ ମରୁଡ଼ି ଦେଖାଦେଲା। ବର୍ଷା ନ ହେବା ଯୋଗୁଁ ସମସ୍ତ ଭୂମି କଳା ରଙ୍ଗ ସଦୃଶ ପାଲଟି ଯାଇଥିଲା ଏବଂ ଏଭଳି ପରିସ୍ଥିତି ପ୍ରାୟ 9 ମାସ ପର୍ଯ୍ୟନ୍ତ ଲାଗି ରହିଥିଲା। ସେହି ବର୍ଷକୁ ଆମୁର ରମାଦା ନାମରେ ଅଭିହିତ କରାଯାଇଥିଲା। ଏହିଭଳି ପରିସ୍ଥିତିରେ ହଜରତ ଉମର ରଜିୟଲ୍ଲାହୁ ମିସରର ପ୍ରଶାସକ ହଜରତ ଉମର ଇବ୍ନୁଲ ଆସ୍ ରଜିୟଲ୍ଲାହୁଙ୍କୁ ସାହାଯ୍ୟ ପାଇଁ ପତ୍ର ପ୍ରେରଣ କଲେ ଏବଂ ସେଥିରେ ଲେଖିଲେ, ବିସ୍ମିଲ୍ଲାହିର ରହମାନିର ରହିମ୍, ଆଲ୍ଲାହଙ୍କ ଭକ୍ତ ଉମର ଅମୀରୁଲ ମୁମିନିନଙ୍କ ତରଫରୁ ଆସ୍ଙ୍କ ନାମରେ ପତ୍ର। ତୁମ ଉପରେ ଈଶ୍ୱରଙ୍କର ଶାନ୍ତି ଅବତୀର୍ଣ୍ଣ ହେଉ। କ'ଣ ତୁମେ ମୋତେ ଓ ସେହି ଲୋକମାନଙ୍କୁ ଯେ ମୋ ନିକଟରେ ଉପସ୍ଥିତ ଅଛନ୍ତି ମୃତ୍ୟୁବରଣ କରୁଥିବାର ଦେଖିବାକୁ ଚାହୁଁଛ? ତୁମେ ବେଶ ସ୍ୱଚ୍ଛଳ ଅବସ୍ଥାରେ ରହିଛ, ତେଣୁ କ'ଣ ତୁମେ ଆମର କିଛି ସାହାଯ୍ୟ କରିପାରିବ? ଏକଥା ଆପଣ 3 ଥର ଲେଖିଥିଲେ ଯେ ଆମର ସାହାଯ୍ୟ କର। ଏହା ଉତ୍ତାରେ ଉମର ବିନ୍ ଆସ୍ ଲେଖିଲେ, ବିସ୍ମିଲ୍ଲାହିର ରହମାନିର ରହିମ୍, ଆଲ୍ଲାହଙ୍କ ବ୍ୟତୀତ କେହି ଉପାସ୍ୟ ନୁହେଁ। ଆପଣଙ୍କ ନିକଟରେ ସାହାଯ୍ୟ ପହଞ୍ଚିଯିବ। କିଛି କ୍ଷଣ ଅପେକ୍ଷା କରନ୍ତୁ। ମୁଁ ଆପଣଙ୍କ ନିକଟକୁ ଓଟର ଗୋଟିଏ ଗୋଠ ପ୍ରେରଣ କରୁଅଛି। ଯେଉଁ ଗୋଠର ପ୍ରଥମ ଓଟ ଆପଣଙ୍କ ନିକଟରେ ପହଞ୍ଚିବା ବେଳକୁ ତାହାର ଅର୍ଥାତ୍ ସେହି କ୍ରମଧାଡ଼ିର ଶେଷ ଓଟଟି ମୋ ପାଖରେ ଲମ୍ବି ରହିଥିବ। ଅର୍ଥାତ୍ ଏଭଳି ବୃହତ୍ ସଂଖ୍ୟାରେ ଆପଣ ସାହାଯ୍ୟ ପ୍ରଦାନ କରିଥିଲେ। ପ୍ରତି ଉତ୍ତରରେ ହଜରତ ଉମର ଇବ୍ନୁଲ ଆସ୍ ସେହି ଓଟ ଗୁଡ଼ିକ ଉପରେ ଶସ୍ୟଜାତ ଦ୍ରବ୍ୟ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ, ଘିଅ, ବସ୍ତ୍ର ଆଦି ଲଦି ପ୍ରେରଣ କରିଥିଲେ। ଇରାକର ଶାସକ ସାଦ ରଜିୟଲ୍ଲାହୁ 3000 ଓଟ ଓ ଖାଦ୍ୟ ସାମଗ୍ରୀ ପ୍ରେରଣ କଲେ, ଯାହାକୁ ଉମର ରଜିୟଲ୍ଲାହୁ ଅଭାବ
ଗ୍ରାମବାସୀମାନଙ୍କ ନିକଟକୁ ପ୍ରେରଣ କରିଦେଇଥିଲେ, ଯେ କି ମଦିନାର ଆଖପାଖରେ ବସବାସ କରୁଥିଲେ। ଏଥିରେ ହଜରତ ଉମର ରଜିୟଲ୍ଲାହୁ କହିଲେ, ପ୍ରଭୁଙ୍କ ରାଣ ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମଙ୍କ ସଙ୍ଗତ ଠାରୁ ଶ୍ରେୟସ୍କର ସଂସାରରେ ଅନ୍ୟ କିଛି ନାହିଁ ଯାହାକି ତୁମକୁ ହାସଲ ହେବ। ଏହାର ବସ୍ତାଗୁଡ଼ିକୁ ବସ୍ତ୍ରର ରୂପ ଦେଇନିଅ ଯାହାକି ସେ ପରିଧାନ କରିବେ ଏବଂ ଓଟଗୁଡ଼ିକୁ ସେମାନଙ୍କ ପାଇଁ ଜେବ କରିଦିଅ, ଅର୍ଥାତ୍ ସେହି ଭୋକିଲା ଲୋକମାନଙ୍କୁ ପାଇଁ, ଅଭାବୀ ଲୋକମାନଙ୍କ ପାଇଁ ଯାହାକି ସେମାନେ ସେବନ କରିବେ ଓ ନିଜ ତୃଷ୍ଣା ଓ କ୍ଷୁଧା ଦୂର କରିବେ, କ୍ଷୁଧା ନିବାରଣ କରିବେ। ତୁମେ ପ୍ରତୀକ୍ଷା କରିବ ନାହିଁ କି ଆମେ ବର୍ଷା ହେବା ପର୍ଯ୍ୟନ୍ତ ପ୍ରତୀକ୍ଷା କରିବୁ। ସେମାନେ ଅଟାରୁ ରୁଟି ତିଆରି କରି ଜମା କରିବେ ଏପର୍ଯ୍ୟନ୍ତ କି ପରମେଶ୍ୱର ସେମାନଙ୍କ ପାଇଁ ମାର୍ଗ ପ୍ରଶସ୍ତ କରିଦେବେ। ହଜରତ ଉମର ରଜିୟଲ୍ଲାହୁ କିଛି ଖାଦ୍ୟ ପ୍ରସ୍ତୁତ କଲେ ଏବଂ କିଛି ସାଇତି ରଖିନେଲେ। ତାପରେ ଆପଣ ଘୋଷଣା କଲେ, ଯେ ଖାଇବାକୁ ଚାହୁଁଛନ୍ତି ସେ ଖାଇବା ସମୟରେ ଆମ ନିକଟରେ ଉପସ୍ଥିତ ହୋଇଯାଆନ୍ତୁ ଏବଂ ଯେ କେହି ଖାଦ୍ୟ ସାମଗ୍ରୀ ନେଇ ନିଜ ଘରେ ରୋଷେଇ କରିବାକୁ ଚାହୁଁଛନ୍ତି, ନିଜେ ଖାଦ୍ୟ ପ୍ରସ୍ତୁତି କରିବାକୁ ଚାହୁଁଛନ୍ତି, ସେ ଆସି ଖାଦ୍ୟ ସାମଗ୍ରୀ ସଂଗ୍ରହ କରିନେଉ। ଏହିଭଳି କଠିନ ଦିନମାନଙ୍କରେ ହଜରତ ଉମର ରଜିୟଲ୍ଲାହୁ ନିଜସ୍ୱ ତତ୍ତ୍ୱାବଧାନରେ ଖାଦ୍ୟ ପ୍ରସ୍ତୁତି କରୁଥିଲେ ଏବଂ ଲୋକମାନଙ୍କ ସହିତ ମିଶି ଖାଉଥିଲେ। ଆପଣ ନିରବଚ୍ଛିନ୍ନ ଭାବରେ ରୋଜା ରଖୁଥିଲେ। ଦିନେ ଗୋଟିଏ ଓଟ ଜେଭ କରାଗଲା ଏବଂ ସନ୍ଧ୍ୟା ସମୟରେ ହଜରତ ଉମର ରଜିୟଲ୍ଲାହୁଙ୍କ ସେବାରେ ତାହାର କୁଦର ମାଂସ ଓ କଲିଜାର କିଛି ଟୁକୁଡ଼ା ଉପସ୍ଥାପିତ କରାଗଲା ଆପଣଙ୍କ ସମ୍ମୁଖରେ। ହୁଜୁର ପଚାରିଲେ, ଏହା କେଉଁଠୁ ଆସିଲା? ଆପଣଙ୍କୁ କୁହାଗଲା ଯେ ଏହା ସେହି ଓଟର ମାଂସ ଯେଉଁ ଓଟକୁ ଆଜି ଜେଭ କରାଯାଇଛି। ଏଥିରେ ହଜରତ ଉମର ରଜିୟଲ୍ଲାହୁ କହିଲେ, ଯଦି ଜୀବର ଉତ୍କୃଷ୍ଟତମ ଅଂଶ ମୁଁ ନିଜ ପାଇଁ ରଖିନିଏ ଏବଂ ତାହାର ବେକାର ଓ ସାମାନ୍ୟତମ ଅଂଶ ଲୋକମାନଙ୍କୁ ଖୁଆଏ, ତେବେ ଏହା ଅତି ଦୁଃଖ ଓ ପରିତାପର ବିଷୟ ହେବ ଯେ ମୁଁ ଏକ ମନ୍ଦ ତତ୍ତ୍ୱାବଧାରକ। ଏହି ଖାଦ୍ୟପାତ୍ର ମୋ ସମ୍ମୁଖରୁ ଉଠାଇ ନିଅ ଏବଂ ଏହା ପରିବର୍ତ୍ତେ ଆଉ କିଛି ଖାଇବା ଘେନିଆଣ। ଅତଏବ ରୁଟି ଓ ଜୈତୁନର ତୈଳ ଅଣାଗଲା। ଆପଣ ରୁଟି ନେଇ ଟୁକୁଡ଼ା କରି ସେଥିରେ ସର୍ଜ ଏକ ବ୍ୟଞ୍ଜନ ପ୍ରସ୍ତୁତ କଲେ ଏବଂ ନିଜ ଦାସକୁ କହିଲେ ଯେ ୟର୍ଫା, ହେ ୟର୍ଫା, ଯାହାକି ଦାସର ନାମ ଥିଲା, ଏହି ଖାଦ୍ୟପାତ୍ର ନେଇ ତୁମେ ଅମୁକ ଘରେ ଦେଇ ଆସ। ହଜରତ ଉମର ରଜିୟଲ୍ଲାହୁ କହିଲେ, 3 ଦିନ ହେଲା ମୁଁ ତାଙ୍କୁ କିଛି ଦେଇନାହିଁ ଏବଂ ମୋର ମନେ ହେଉଛି ଯେ ସେମାନେ ଉପାସରେ ଦିନ କାଟୁଥିବେ। ତେଣୁ ତୁମେ ତାକୁ, ଅର୍ଥାତ୍ ଏହି ଖାଦ୍ୟ ପଦାର୍ଥକୁ ନେଇ ତାଙ୍କୁ ଦେଇ ଆସ। ଦୁର୍ଭିକ୍ଷ ଦିନମାନଙ୍କରେ ଆପଣ ଇଶା ନମାଜ ପରେ ରାତ୍ରର ଶେଷ ପ୍ରହର ପର୍ଯ୍ୟନ୍ତ ଅହରହ ନମାଜ ପାଠ କରୁଥିଲେ। ଏହାପରେ ଆପଣ ମଦିନାର ଚତୁଃପାର୍ଶ୍ୱର ପରିକ୍ରମା କରୁଥିଲେ, ଯାଇ ଦେଖୁଥିଲେ ଲୋକମାନଙ୍କ ଅବସ୍ଥା ଏବଂ ଅଲ୍ଲାହଙ୍କ ନିକଟରେ ଏହି ଗୁହାରି କରୁଥିଲେ ଯେ ହେ ଅଲ୍ଲାହ, ମୋ ହସ୍ତରେ ହଜରତ ମୁହମ୍ମଦ ମୁସ୍ତଫା ସല്ലଲ୍ଲାହୁ ଆଲୈହି ವಸಲ್ಲମଙ୍କ ସମ୍ପ୍ରଦାୟକୁ ଧ୍ୱଂସ କର ନାହିଁ। ମୁହମ୍ମଦ ବିନ୍ ହବାନ ବର୍ଣ୍ଣନା କରନ୍ତି ଯେ ମରୁଡ଼ି ଦିନରେ ଏକଦା ହଜରତ ଉମର ରଜିୟଲ୍ଲାହୁଙ୍କ ନିକଟକୁ ଚର୍ବିରେ ପ୍ରସ୍ତୁତ ରୋଟି ଆସିଲା। ଆପଣ ଜଣେ ଗାଉଁଲି ବ୍ୟକ୍ତିକୁ ପାଖକୁ ଡାକିଲେ ଏବଂ ସେ ଆପଣଙ୍କ ନିକଟରେ ବସି ଖାଇବା ଆରମ୍ଭ କଲା। ସେ ଶୀଘ୍ର ଶୀଘ୍ର ପାତ୍ରର କଡ଼ରେ ଲାଗିଥିବା ଚର୍ବିକୁ ଖାଇ ନେଉଥିଲା। ଏହା ଦେଖି ଉମର ରଜିୟଲ୍ଲାହୁ ତାଙ୍କୁ କହିଲେ, ତୁମେ ଏପରି ଖାଉଛ ଯେମିତି କେବେ ଚର୍ବି ଖାଇନାହଁ। ସେ ଉତ୍ତର ଦେଲା, ନିଃସନ୍ଦେହ ରୂପେ ମୁଁ ଅନେକ ଦିନ ହେଲା ଘିଅ ଜାତୀୟ ଖାଦ୍ୟ ଖାଇନାହିଁ, ନା ଜୈତୁନ ଖାଇଛି, ନା କାହାରିକୁ ଖାଇବାର ଦେଖିଛି। ଏକଥା ଶୁଣି ଉମର ନିୟମ କଲେ ଯେ ନା ସେ ମାଂସ ଖାଇବେ ନା ଘିଅ ସେବନ କରିବେ, ଏପରିକି ଲୋକେ ପୂର୍ବପରି ସୁଖ ସ୍ୱଚ୍ଛନ୍ଦରେ କାଳତିପାତ କରିବେ।
ଇବନେ ତାଉସ୍ ନିଜ ପିତାଙ୍କଠାରୁ ବର୍ଣ୍ଣନା କରନ୍ତି ଯେ ହଜରତ ଉମର ରଜିୟତାଲା ନା ଓଟର ମାଂସ ସେବନ କଲେ ନା ହିଁ ସେ ଘିଅ ଖାଇଲେ, ଏପର୍ଯ୍ୟନ୍ତ କି ଲୋକମାନେ ସମୃଦ୍ଧ ସମ୍ପନ୍ନ ହୋଇଗଲେ। ଏୟାଜ ବିନ୍ ଖଲିଫା କୁହନ୍ତି, ମରୁଡ଼ି ବର୍ଷରେ ହଜରତ ଉମର ରଜିୟତାଲା କଳା କାଠ ପଡ଼ିଯାଇଥିଲେ। ଲୋକମାନେ କହୁଥିଲେ, ଯଦି ଆଲ୍ଲାହ ତାଆଲା ମରୁଡ଼ି ଦୂର ନ କରନ୍ତି ତାହେଲେ ଉମର ରଜିୟତାଲା ମୁସଲମାନମାନଙ୍କ ଚିନ୍ତାରେ ନିଜ ପ୍ରାଣ ତ୍ୟାଗ କରିଦେବେ। ମଦିନାର ସମସ୍ତ ଅଞ୍ଚଳରେ ଗାଉଁଲି ଲୋକମାନେ ଆସି ଜମା ହୋଇଥିଲେ। ଆଖପାଖରେ ରହୁଥିବା ଗାଉଁଲି ଲୋକମାନେ ମଦିନାରେ ଆସି ପହଞ୍ଚିଥିଲେ, ରୁଣ୍ଡ ହୋଇଥିଲେ। ହଜରତ ଉମର ରଜିୟତାଲା ବିଭିନ୍ନ ସାହାବାମାନଙ୍କ ମାଧ୍ୟମରେ ସେମାନଙ୍କ ଗଣତି କରାଇଲେ ଏବଂ ସେମାନଙ୍କ ଖାଦ୍ୟପେୟର ବ୍ୟବସ୍ଥା କରାଇଲେ। ମଦିନାର ଚତୁଃପାର୍ଶ୍ୱରେ ହଜରତ ଉମର ରଜିୟତାଲା ବିଭିନ୍ନ ସାହାବାମାନଙ୍କୁ ମୁତୟନ କରିଥିଲେ ଯେ ପ୍ରତି କ୍ଷଣର ସୂଚନା ସନ୍ଧ୍ୟା ସମୟରେ ଏକତ୍ରିତ ହୋଇ ଆପଣଙ୍କୁ ପ୍ରଦାନ କରୁଥିଲେ, ଅବଗତ କରୁଥିଲେ। ଏପରି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସମସ୍ତ ଖବର ଆପଣଙ୍କୁ ହସ୍ତଗତ ହେଉଥିଲା। ଏକଦା ରାତ୍ରରେ ଲୋକମାନେ ଖାଦ୍ୟ ସେବନ କରିବା ପରେ ହଜରତ ଉମର ରଜିୟତାଲା ସାହାବାଙ୍କୁ ନିର୍ଦ୍ଦେଶ ଦେଲେ, ଯେଉଁମାନେ ଆମ ସହିତ ଖାଦ୍ୟ ସେବନ କଲେ ସେମାନଙ୍କ ଗଣତି କର। ଅତଏବ ଗଣନା କରାଗଲା। ସେଥିରୁ ଜଣାଗଲା ଯେ ପାଖାପାଖି 7,000 ଲୋକ ଖାଦ୍ୟ ସେବନ କରିଛନ୍ତି। ପୁନଶ୍ଚ ଆପଣ କହିଲେ ଯେ ଖାଇବାକୁ ଆସିପାରି ନାହାନ୍ତି ସେହି ରୋଗୀ ଓ ପିଲାମାନଙ୍କର ମଧ୍ୟ ଗଣନା କର। ଗଣନା କରିବା ପରେ ଜଣାଗଲା ଯେ ସେମାନଙ୍କ ସଂଖ୍ୟା 40,000 ଅଟେ। କିଛି ଦିନ ପରେ ଏହି ସଂଖ୍ୟା ବଢ଼ିଗଲା। ଅତଏବ ପୁନର୍ବାର ଗଣନା କରିବାରୁ ଜଣାଗଲା ଯେ ହଜରତ ଅମୀରୁଲ ମୁମିନିନଙ୍କ ସାଥିରେ ଖାଉଥିବା ଲୋକମାନଙ୍କ ସଂଖ୍ୟା 10,000 ଓ ଅନ୍ୟମାନଙ୍କ ସଂଖ୍ୟା ଅର୍ଥାତ୍ ଖାଇନଥିବା ଲୋକମାନଙ୍କ ସଂଖ୍ୟା, ଯେଉଁମାନେ କି ଘରେ ରହିଥିଲେ, ପିଲା, ଛୁଆ ଓ ବୃଦ୍ଧ ଲୋକମାନେ, ସେମାନଙ୍କ ସଂଖ୍ୟା 50,000 ଅଟେ। ଏପରି ଏହି ସଂଖ୍ୟା ବଢ଼ି ଚାଲିଥିଲା। ଏପରିକି ବର୍ଷା ଆସିଗଲା। ତାପରେ ହଜରତ ଉମର ରଜିୟତାଲା ନିଜ କର୍ମକର୍ତ୍ତାମାନଙ୍କୁ ଆଦେଶ ଦେଲେ ଯେ ସମସ୍ତ ଲୋକମାନଙ୍କୁ ସେମାନଙ୍କ ଅଞ୍ଚଳକୁ ଫେରିଯିବାକୁ ନିର୍ଦ୍ଦେଶ ଦିଅ ଏବଂ ତାହାର ବ୍ୟବସ୍ଥା ମଧ୍ୟ କର, ଅର୍ଥାତ୍ ସେମାନଙ୍କୁ ଶସ୍ୟ ଓ ବାହନ ଯୋଗାଇ ଦିଅ। ବର୍ଣ୍ଣନାକାରୀ କୁହନ୍ତି, ହଜରତ ଉମର ରଜିୟତାଲା ସ୍ୱୟଂ ସେମାନଙ୍କୁ ବିଦାୟ ଦେବାକୁ ବାହାରକୁ ଚାଲି ଆସୁଥିଲେ। ଏହା ଥିଲା ଉମର ରଜିୟତାଲାଙ୍କ ସୁବ୍ୟବସ୍ଥା। ଯେତେବେଳେ ବିପତ୍ତି ପଡ଼ିଲା ସେତେବେଳେ ଆଖପାଖ ଅଞ୍ଚଳର ଲୋକମାନଙ୍କୁ ଏକତ୍ରିତ କରି ସେମାନଙ୍କ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରିଥିଲେ ଏବଂ ଯେତେବେଳେ ବର୍ଷା ଆରମ୍ଭ ହୋଇଗଲା ଓ ଅବସ୍ଥା ସାମାନ୍ୟ ହେଲା ସେତେବେଳେ ତାଙ୍କୁ କହିଲେ, ବର୍ତ୍ତମାନ ନିଜ ଅଞ୍ଚଳକୁ ବାହୁଡ଼ି ଯାଇ ଚାଷବାସ ଓ ପରିଶ୍ରମ କର। ମରୁଡ଼ିର ଏହି ବିଭୀଷିକା ଯେତେବେଳେ ନିଜର ଚରମ ସୀମାକୁ ପହଞ୍ଚିଗଲା ସେତେବେଳେ ଜଣେ ବ୍ୟକ୍ତି ସ୍ୱପ୍ନ ଦେଖିଲା ଯେ ହୁଜୁର ସല്ലଲ୍ଲାହୁ ଆଲୈହି ወሰଲ୍ଲମ ଦୁଆ କରିବା ପ୍ରତି ଲୋକମାନଙ୍କର ଧ୍ୟାନ ଆକର୍ଷିତ କରୁଛନ୍ତି। ଅତଏବ ଉମର ରଜିୟତାଲାଙ୍କ ନିର୍ଦ୍ଦେଶ କ୍ରମେ ନମାଜ ଇସ୍ତିସ୍କା ଅର୍ଥାତ୍ ବର୍ଷା ହେବା ପାଇଁ ଦୁଆ କରାଗଲା। ହଜରତ ଉମର ରଜିୟତାଲା କହିଲେ, ବିପତ୍ତି ନିଜର ଚରମ ସୀମାରେ ପହଞ୍ଚି ଯାଇଛି। ଏବେ ପ୍ରଭୁ ଇଚ୍ଛା କଲେ ତାହା ଉଭେଇ ଯିବ। ଦେଖ, ଯେଉଁ ସମ୍ପ୍ରଦାୟକୁ ଦୁଆ କରିବାର ସାମର୍ଥ୍ୟ ଲାଭ ହୋଇଗଲା ତେବେ ଜାଣିନିଅ ଯେ ତାଙ୍କ ସମସ୍ୟା ଦୂର ହୋଇଗଲା ବା ଦୂର ହେବାର ଦ୍ୱାର ଉନ୍ମୁକ୍ତ ହୋଇଗଲା। ଆପଣ ଅନ୍ୟାନ୍ୟ ସହରର ଗଭର୍ଣ୍ଣରମାନଙ୍କୁ ପତ୍ର ଲେଖିଲେ ଯେ ତୁମେମାନେ ମଦିନାର ଆଖପାଖ ଲୋକମାନଙ୍କୁ ପତ୍ର ଲେଖ ଯେ ସେମାନେ ନମାଜେ ଇସ୍ତିସ୍କା ପାଠ କରିବେ, କାରଣ ବିପତ୍ତି ନିଜର ଚରମ ସୀମାରେ ପହଞ୍ଚି ଯାଇଛି। ହଜରତ ଉମର ରଜିୟତାଲା ମୁସଲମାନମାନଙ୍କୁ ନମାଜ ଇସ୍ତିସ୍କା ପାଠ କରିବା ସକାଶେ ପଦାକୁ ନେଇଗଲେ, ପଡ଼ିଆକୁ ନେଇଗଲେ, ବାହାରକୁ ଚାଲିଗଲେ ଏବଂ ସଂକ୍ଷିପ୍ତ ଖୁତବା ଦେବା ପରେ ନମାଜ ପାଠ କରାଇଲେ ଓ ଦୁଆ କଲେ, ଆଲ୍ଲାହୁମ୍ମା ଇୟାକା ନାବୁଦୁ व इय्याका नस्तईन अल्लाहुम्मा मगफिर लना वरहमना वारिज अन्ना। ଅର୍ଥାତ୍ ହେ ଆଲ୍ଲାହ, ଆମ୍ଭେ ତୁମର ହିଁ ଉପାସନା କରୁଅଛୁ
ଏବଂ ତୁମ୍ଭଠାରୁ ହିଁ ସାହାଯ୍ୟ ଭିକ୍ଷା କରୁଅଛୁ। ହେ ଆଲ୍ଲାହ, ଆମମାନଙ୍କୁ କ୍ଷମା କର ଏବଂ ଆମ ଉପରେ ଦୟା ଅବତୀର୍ଣ୍ଣ କର, ଆମ ଉପରେ ପ୍ରସନ୍ନିତ ହୁଅ। ବର୍ଣ୍ଣନାକାରୀ କୁହନ୍ତି ଯେ ନମାଜ ପଢ଼ି ସାରିବା ପରେ ବର୍ତ୍ତମାନ ଆପଣ ଘରେ ପହଞ୍ଚି ନଥିଲେ, ଅର୍ଥାତ୍ ହଜରତ ଉମର ରଜିୟଲ୍ଲାହୁ ଘରେ ପହଞ୍ଚି ନଥିଲେ ଯେ ବର୍ଷା ଯୋଗୁଁ ଭୂପୃଷ୍ଠ ପୋଖରୀ ପାଲଟିଗଲା, ଅର୍ଥାତ୍ ଚତୁଃପାର୍ଶ୍ୱ ଜଳମଗ୍ନ ହୋଇଗଲା। ଗୋଟିଏ ବର୍ଣ୍ଣନା ଅନୁଯାୟୀ ହଜରତ ଉମର ରଜିୟଲ୍ଲାହୁ ନିଜ ପ୍ରଭୁଙ୍କ ଶରଣେ ଏହି ଦୁଆ କଲେ ଯେ ହେ ଆଲ୍ଲାହ, ତୁମ ପ୍ରିୟ ନବୀଙ୍କ ସମୟ କାଳରେ ଯେତେବେଳେ ମରୁଡ଼ି ପଡ଼ୁଥିଲା, ସେତେବେଳେ ଆମେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ମାଧ୍ୟମରେ ମେଘ ବରସିବା ପାଇଁ ଦୁଆ କରୁଥିଲୁ ଏବଂ ତୁମ୍ଭେ ଆମମାନଙ୍କ ଉପରେ ବର୍ଷା ଅବତୀର୍ଣ୍ଣ କରୁଥିଲ। ଆଜି ଆମେ ତୁମ୍ଭ ପ୍ରିୟ ନବୀଙ୍କ ଚର୍ଚ୍ଚା ମାଧ୍ୟମରେ ଦୁଆ କରୁଅଛୁ, ତୁମ୍ଭେ ଆମ ନିକଟରୁ ଏହି ବିପତ୍ତିକୁ ଦୂର କରିଦିଅ, ଆମମାନଙ୍କ ଉପରେ ମେଘମାଳାକୁ ଘେନି ଆଣ। ବର୍ଣ୍ଣନାକାରୀ କୁହନ୍ତି ଯେ ନମାଜ ପଢ଼ି ସାରିବା ପରେ ବର୍ତ୍ତମାନ ଲୋକମାନେ ନିଜ ଘରକୁ ଫେରି ନଥିଲେ ଯେ ଏଭଳି ବର୍ଷା ହେଲା ଯେ ଭୂମି ପୋଖରୀ ପାଲଟିଗଲା, ଚତୁଃପାର୍ଶ୍ୱ ଜଳପୂର୍ଣ୍ଣ ହୋଇଗଲା। ମସଜିଦ୍ ନବୀର ଚଟେଇ ପାରିବା ସଂକ୍ରାନ୍ତରେ ଚଟେଇ ବିଛେଇବା ସଂକ୍ରାନ୍ତରେ ଅବଦୁଲ୍ଲାହ ବିନ୍ ଇବ୍ରାହିମ୍ ବର୍ଣ୍ଣନା କରନ୍ତି, ପ୍ରଥମେ ଲୋକେ ମସଜିଦରେ ଚଟାଣ ଉପରେ ହିଁ ଅର୍ଥାତ୍ ଭୂଇଁ ଉପରେ ହିଁ ନମାଜ ପାଠ କରୁଥିଲେ ଏବଂ ସେମାନଙ୍କ କପାଳରେ ମାଟି ଲାଗିଯାଉଥିଲା। କିନ୍ତୁ ହଜରତ ଉମର ରଜିୟଲ୍ଲାହୁଙ୍କ କାଳରେ ମସଜିଦ୍ ନବୀର ସର୍ବପ୍ରଥମେ ଚଟେଇ ବିଛା ଯାଇଥିଲା। ଆପଣଙ୍କ ଖିଲାଫତ କାଳରେ 70 ହିଜରୀରେ ମସଜିଦ୍ ନବୀର ପ୍ରଶସ୍ତୀକରଣ କରାଯାଇଥିଲା। ଏହା ପ୍ରଶସ୍ତୀକରଣର କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ନବନିର୍ମାଣ ପରେ ମସଜିଦ୍ ନବୀର କ୍ଷେତ୍ରଫଳ 50 × 50 ମିଟରରୁ ବଢ଼ିଯାଇ 70 × 60 ମିଟର ହୋଇଥିଲା। ଏଥିରୁ ପ୍ରତୀତ ହେଉଛି ଯେ ହଜରତ ଅବୁ ବକର ରଜିୟଲ୍ଲାହୁଙ୍କ ଖିଲାଫତ କାଳରେ ମସଜିଦ୍ ନବୀର ପରିସୀମା ସେତିକି ହିଁ ରହିଥିଲା ଯାହାକି ହଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ସମୟ କାଳରେ ଥିଲା। କିନ୍ତୁ ହଜରତ ଉମର ରଜିୟଲ୍ଲାହୁଙ୍କ ସମୟ କାଳରେ ଏହାର ପ୍ରଶସ୍ତୀକରଣ ହୋଇଥିଲା, ଯଦ୍ୱାରା ତାହାର ପରିସୀମା ବେଶ ବଢ଼ିଯାଇଥିଲା। ଅବୁ ସঈଦ୍ ଖୁଦରୀ ରଜିୟଲ୍ଲାହୁ ବର୍ଣ୍ଣନା କରନ୍ତି, ହଜରତ ଉମର ରଜିୟଲ୍ଲାହୁ ଆଦେଶ ଦେଲେ ମସଜିଦ୍ ନବୀର ପୁନଃନିର୍ମାଣ କାର୍ଯ୍ୟ ହେବ, କାରଣ ବର୍ଷା ହେବା ଦ୍ୱାରା ଲୋକମାନଙ୍କର ନମାଜ ପାଠରେ ବିଘ୍ନ ଘଟୁଛି। ଯଦି ଆମେ ଲାଲ ଓ ଧବଳ ରଙ୍ଗରେ ମସଜିଦକୁ ବିମଣ୍ଡିତ କରିବାରୁ ନିବୃତ୍ତ ରହିବୁ, କାରଣ ଏସବୁ ସୌନ୍ଦର୍ଯ୍ୟତା ମଣିଷକୁ ସମସ୍ୟା ଘେରରେ ପ୍ରବିଷ୍ଟ କରାଇଥାଏ। ହଜରତ ଉମର ରଜିୟଲ୍ଲାହୁ ସ୍ୱଳ୍ପ ସମ୍ବଳରେ ମସଜିଦ୍ ନବୀର ଏଭଳି ସୁନ୍ଦର ପୁନଃନିର୍ମାଣ କଲେ ଯେପରି ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ପବିତ୍ର ସମୟରେ କାର୍ଯ୍ୟ ସମ୍ପାଦନ ହେଉଥିଲା। ମସଜିଦ୍ ନବୀର ନିକଟବର୍ତ୍ତୀ ଅଟ୍ଟାଳିକା ଗୁଡ଼ିକୁ ଖରିଦ କରି ମସଜିଦର ପରିସର ମଧ୍ୟରେ ସାମିଲ କରିଥିଲେ, ଯାହାକି ମସଜିଦର ଉତ୍ତର, ଦକ୍ଷିଣ ଓ ପଶ୍ଚିମ ଦିଗରେ ଅବସ୍ଥିତ ଥିଲା। କିଛି ଲୋକେ ତ ନିଜ ଜମି ଦାନ କରିଦେଇଥିଲେ, ଆଉ କିଛି ଲୋକଙ୍କଠାରୁ ହଜରତ ଉମର କ୍ରୟ କରିଥିଲେ, ଅର୍ଥାତ୍ ତାହାର ମୂଲ୍ୟ ପ୍ରଦାନ କରି ତାଙ୍କଠାରୁ ତାହାକୁ ନେଇ ମସଜିଦର ସହ ମିଶାଇ ଦେଇଥିଲେ, ସାମିଲ କରିଥିଲେ। ଇସଲାମୀୟ ଶାସନ ବ୍ୟବସ୍ଥା କିପରି ପରିଚାଳିତ ହେଉଥିଲା ସେ ସମ୍ପର୍କରେ ହଜରତ ମୁସଲିମ ମଉଦ ରଜିୟଲ୍ଲାହୁ କୁହନ୍ତି, ରସୂଲ କରୀମ ସଲ୍ଲଲ୍ଲାହୁ ଆଲୈହି वसल्लम ମଦିନାକୁ ଆସି ସର୍ବପ୍ରଥମେ ଏହି କାର୍ଯ୍ୟ କଲେ ଯେ ସମ୍ପତ୍ତିର ମାଲିକ ଓ ଅଣମାଲିକମାନଙ୍କୁ ପରସ୍ପର ସହ ଭାଇ ଭାଇ କରିଦେଲେ। ଅନସାର ଓ ପ୍ରବାସକାରୀମାନଙ୍କ ମଧ୍ୟରେ ମୈତ୍ରିକ ସମ୍ପର୍କ ତଥା ଭାତୃଭାବତାର ସମ୍ପର୍କ ସ୍ଥାପନ କରିଦେଲେ। ଇସଲାମୀୟ ସମନ୍ୱୟତାର ଅଭିନବ ଉଦାହରଣ ଉପସ୍ଥାପିତ କଲେ। ସେହିପରି ଏକ ଯୁଦ୍ଧରେ ମଧ୍ୟ ଆପଣ ରାସନ କାର୍ଡର ବ୍ୟବସ୍ଥା ଜାରି କରିଥିଲେ, ଯଦ୍ୱାରା ସମସ୍ତଙ୍କୁ ସମାନ ଭାବରେ ଆହାର ମିଳିପାରୁଥିଲା। ଏଥିରେ କେତେକ ଲୋକ ଅର୍ଥାତ୍ ପ୍ରବାସକାରୀ ଓ ଅନସାରମାନଙ୍କର ଏଭଳି ଉଦାହରଣ
ସୃଷ୍ଟି କରିଥିଲେ, ଯାହା ନିକଟରେ ଅର୍ଥାତ୍ ଯେଉଁ ଅନସାରମାନଙ୍କ ନିକଟରେ ଦୁଇଟି ପତ୍ନୀ ଥିଲେ, ସେମାନେ ନିଜ ପ୍ରବାସକାରୀ ମୁସଲମାନ ଭାଇଙ୍କ ସକାଶେ ଏହି ପ୍ରସ୍ତାବ ରଖିଲେ ଯେ ଆମେ ନିଜର ଗୋଟିଏ ପତ୍ନୀକୁ ତଲାକ ଦେଉଛୁ, ଯଦ୍ୱାରା ଆପଣ ତାଙ୍କ ସହ ବିବାହ କରିନେବେ। ଏହା ସମାନତାର ପ୍ରଥମ ଉଦାହରଣ ଥିଲା, ଯାହାକି ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ମଦିନାରେ ଆସି ସର୍ବପ୍ରଥମେ ସୃଷ୍ଟି କରିଥିଲେ। କାରଣ ଶାସନ କରିବା ବାସ୍ତବ ପକ୍ଷେ ମଦିନାରେ ହିଁ ଆସି ମୁସଲମାନମାନଙ୍କର ଆରମ୍ଭ ହୋଇଥିଲା। ସେଇଠାରେ ହିଁ ତାଙ୍କୁ ସ୍ୱାଧୀନତା ଲାଭ ହୋଇଥିଲା। ସେତେବେଳେ ଟଙ୍କା ପଇସା ଏତେ ମାତ୍ରାରେ ନଥିଲା, ତେଣୁ କେବଳ ଧନୀ ଓ ଗରିବ ଶ୍ରେଣୀକୁ ଏକତ୍ର କରିବାର ଆବଶ୍ୟକତା ରହିଥିଲା, ଯାହାକି ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ବେଶ ସୁନ୍ଦରତାର ସହ ସ୍ଥାପନ କରିଥିଲେ, ଯଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ଯେ ଦୁଇ ବେଳା ଖାଇବାକୁ ମୁଠାଏ ପାଉନଥିଲା, ସେ ଅତି ସହଜରେ ଅର୍ଥାତ୍ ଏହି ନିୟମ ଯୋଗୁଁ ଖାଇବାକୁ ଓ ସମ୍ମାନର ସହ ମର୍ଯ୍ୟାଦାର ସହ ବଞ୍ଚିବାକୁ, ମୁଣ୍ଡ ଗୁଞ୍ଜିବାକୁ, ଜୀବିତ ରହିବାକୁ ପାଇଲା। ଆଉ ଏକ ଯୁଦ୍ଧ ଅବସରରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ଏହି କୌଶଳ ଅବଲମ୍ବନ କଲେ, ଯାହାକି ପୂର୍ବ ପ୍ରଚଳିତ ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଥିଲା। ଏକଦା ଯୁଦ୍ଧରେ କେତେକ ଲୋକମାନଙ୍କ ନିକଟରେ ଖାଇବା ପାଇଁ କିଛି ସାମଗ୍ରୀ ରହିନଥିଲା, କିନ୍ତୁ ଅନ୍ୟ କେତେକଙ୍କ ନିକଟରେ ବେଶ ଅଧିକ ଖାଦ୍ୟ ସାମଗ୍ରୀ ରହିଥିଲା। ସୁତରାଂ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ଆଦେଶ ଦେଲେ, ଯାହାଙ୍କ ନିକଟରେ ଯେଭଳି ଖାଦ୍ୟ ସାମଗ୍ରୀ ରହିଛି ସମସ୍ତେ ନେଇ ଆସ ଏବଂ ଏଠାରେ ଜମା କରିଦିଅ। ଅତଏବ ସଭିଏଁ ସେହିପରି କଲେ। ଏପରି ସମସ୍ତଙ୍କୁ କିଛି ନା କିଛି ଖାଇବାକୁ ମିଳିଗଲା। ଏପରି ନ କରିଥିଲେ ଅର୍ଥାତ୍ ସଭିଏଁ ଅଲଗା ଅଲଗା ଖାଇଥିଲେ, କିଛି ଲୋକ ଉପାସରେ ରହିଯାଇଥାନ୍ତେ। ସୁତରାଂ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ଆଦେଶ ଯେ ବର୍ତ୍ତମାନ ଏକାକୀ ଖାଇବାର ଅନୁମତି ନାହିଁ, ବରଂ ସମସ୍ତେ ଏକାଠି ହୋଇ ସମାନ ଭାବରେ ଖାଇବା, ଏଭଳି ପରିସ୍ଥିତିରେ ଏପରି ନିଷ୍ପତ୍ତି ଦେବା ସମ୍ପୂର୍ଣ୍ଣ ରୂପେ ସଠିକ୍ ଥିଲା, ପ୍ରଯୁଜ୍ୟ ଥିଲା। ଏବଂ ସେ ଯାହା ହେଉ, ସାହାବା କୁହନ୍ତି, ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କର ଏହି ଆଦେଶ ଉପରେ ଆମ୍ଭେମାନେ ଏଭଳି ଦୃଢ଼ତାର ସହ ପାଳନ କଲୁ ଯେ ଯଦି ଗୋଟିଏ ଖଜୁରୀ ମଧ୍ୟ ଆମ ନିକଟରେ ଥାଏ, ତେବେ ତାହାକୁ ଏକାକୀ ଖାଇବା ବିଶ୍ୱାସଘାତକତା ବୋଲି ମଣୁଥିଲୁ ଏବଂ ଆମକୁ ସେ ପର୍ଯ୍ୟନ୍ତ ସନ୍ତୋଷ ପ୍ରାପ୍ତି ହେଉନଥିଲା ଯେପର୍ଯ୍ୟନ୍ତ ତାହାକୁ ଆମେ ଷ୍ଟୋରରେ ଜମା କରି ନ ଦେଉଥିଲୁ। ଏହା ଦ୍ୱିତୀୟ ଉଦାହରଣ ଥିଲା, ଯାହାକି ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ସ୍ଥାପନ କରିଥିଲେ ଏଭଳି ସଙ୍କଟାପନ୍ନ ପରିସ୍ଥିତିରେ। ପୁନଶ୍ଚ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ସମୟରେ ଧନରତ୍ନ ଟଙ୍କା ପଇସା ମଧ୍ୟ ଆସିଲା ଏବଂ ଆଲ୍ଲାହ ତାଆଲା ମୁସଲମାନମାନଙ୍କ ପାଇଁ ଅନେକ ରତ୍ନ ଭଣ୍ଡାରର ମୁଖ ଉନ୍ମୁକ୍ତ କରିଦେଲେ। କିନ୍ତୁ ଆଲ୍ଲାହ ତାଆଲା ଏଥି ସଂକ୍ରାନ୍ତରେ ଚାହିଁଲେ ଯେ ସମୃଦ୍ଧି ଓ ବିକାଶର ବିସ୍ତୃତ ବ୍ୟବସ୍ଥା ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ଅନ୍ତେ ଆରମ୍ଭ ହେଉ। କାରଣ କେହି ଏପରି ନ କହୁ ଯେ ଏହା କେବଳ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ବିଶେଷତା ଯୋଗୁଁ ଥିଲା, ଅନ୍ୟ କେହି ପ୍ରାପ୍ତ କରିପାରିବେ ନାହିଁ। ଯେତେବେଳେ ସମୃଦ୍ଧି ଆସିଲା, ସେତେବେଳେ ପୁରାତନ ବ୍ୟବସ୍ଥା ମଧ୍ୟ ପ୍ରଚଳିତ ହେଲା, କିନ୍ତୁ ତାପରେ ମଧ୍ୟ ପ୍ରଭୁ ତାହାକୁ ଅବ୍ୟାହତ ରଖିଲେ। ତାହା ଏପରିକି ଆଲ୍ଲାହ ତାଆଲା ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ହସ୍ତରେ ଏକ ଉଦାହରଣ ସୃଷ୍ଟି କରିବା ସହିତ ଅପରପକ୍ଷେ ମଦିନାରେ ପହଞ୍ଚିବା ମାତ୍ରେ ଅନସାରମାନେ ନିଜ ଧନସମ୍ପତ୍ତି ପ୍ରବାସକାରୀଙ୍କ ସମ୍ମୁଖରେ ରଖିଦେଲେ। କିନ୍ତୁ ପ୍ରବାସକାରୀଙ୍କର ମଧ୍ୟ ସ୍ୱାଭିମାନ ବେଶ ଉପରେ ଥିଲା, ଉଚ୍ଚ ସ୍ତରରେ ଅଧିଷ୍ଠିତ ଥିଲା। ତେଣୁ ସେମାନେ କହିଲେ, ତୁମର ଜମି ଆମେ ମାଗଣାରେ ନେବୁ ନାହିଁ, ଆମେ ତୁମର ଜମିରେ ପରିଶ୍ରମ କରିବୁ ଏବଂ ତୁମର ଭାଗ ତୁମକୁ ପ୍ରଦାନ କରିବୁ। କିନ୍ତୁ ଏହା ପ୍ରବାସକାରୀଙ୍କର ଏକ ପ୍ରସ୍ତାବ ଥିଲା, ଯାହା ସେମାନେ ନିଚ୍ଛନ୍ଦରେ ପ୍ରକାଶ କରିଥିଲେ। ଏହା ଏପରି କଥା ଯେମିତି ସରକାର ରାସନ ବ୍ୟବସ୍ଥା କରିଦେଇଥାନ୍ତି, କିନ୍ତୁ ଯଦି ଜଣେ ନ ନିଏ ଅର୍ଥାତ୍ ସେଥିରୁ ଉପକୃତ ନ ହୁଏ, ତେବେ କ'ଣ କରାଯାଇପାରିବ? ଏଥିପାଇଁ ସରକାର ତ ଦୋଷୀ ନୁହେଁ। ଏପରି ସ୍ଥଳେ କୁହାଯିବ ଯେ ସରକାର ତ ରାସନ ଧାର୍ଯ୍ୟ କରିଦେଇଛନ୍ତି,
ବର୍ତ୍ତମାନ ଜନତାର ଇଚ୍ଛା ଯେ ସେ ନେଉ ଅବା ନ ନେଉ। ସେହିପରି ଅନସାରମାନେ ନିଜର ସର୍ବସ୍ୱ ଅର୍ପଣ କରିଦେଇଥିଲେ, ଦାନ କରିଦେଇଥିଲେ, କିନ୍ତୁ ପ୍ରବାସକାରୀ ମାନେ ତାହା ଗ୍ରହଣ କଲେ ନାହିଁ। ତେବେ ବ୍ୟବହାରିକ ରୂପେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ନିଜ ଜୀବନ କାଳରେ ଏହି ନମୁନା ଉତ୍ପନ୍ନ କରିଦେଇଥିଲେ ମୁସଲମାନମାନଙ୍କ ମଧ୍ୟରେ। ଏପରିକି ଯେତେବେଳେ ବାହରାଇନର ରାଜା ଇସଲାମ ଧର୍ମରେ ଦୀକ୍ଷିତ ହେଲା, ସେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ତାଙ୍କୁ ନିର୍ଦ୍ଦେଶ ଦେଲେ ଯେ ତୁମ ଦେଶରେ ଯେଉଁ ଲୋକମାନଙ୍କ ନିକଟରେ କୌଣସି ଭୂମି ନାହିଁ, ସେମାନଙ୍କୁ ତୁମେ 4 ଦିରହମ ଲେଖାଏ ଅର୍ଥ ଏବଂ ବସ୍ତ୍ର ପ୍ରଦାନ କର, ଯଦ୍ୱାରା ସେମାନେ ଭୋକିଲା ଓ ଅନାହାରରେ କାଳତିପାତ ନ କରନ୍ତୁ। ଏଥିଅନ୍ତେ ମୁସଲମାନମାନଙ୍କ ପାଇଁ ପ୍ରଭୁ ସମୃଦ୍ଧିର ଦ୍ୱାର ଉନ୍ମୁକ୍ତ କରିଦେଲେ, ଯଦ୍ୱାରା କୌଣସି ନୂତନ ନିୟମ ପ୍ରଣୟନ କରିବାର ଆବଶ୍ୟକତା ରହିଲା ନାହିଁ, କାରଣ ସମସ୍ତଙ୍କର ଆବଶ୍ୟକତା ମେଣ୍ଟି ଯାଉଥିଲା। ପୁନଶ୍ଚ ମୁଁ ନିଜ ମୂଳ ବିଷୟବସ୍ତୁ ଆଡ଼କୁ ଫେରୁଛି। ମଝିରେ ଅନ୍ୟ କଥାର ବ୍ୟାଖ୍ୟା ହୋଇଗଲା। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ଅନ୍ତେ ଇସଲାମୀୟ ପ୍ରଶାସନର ବ୍ୟବସ୍ଥା କିପରି ରହିଥିଲା, ସେଥି ସଂକ୍ରାନ୍ତରେ ଉଲ୍ଲେଖ ରହିଛି। ଯେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କର ବିୟୋଗ ଘଟିଲା, ସେତେବେଳେ ମୁସଲମାନମାନେ ପୃଥିବୀର ବିଭିନ୍ନ କୋଣ ଅନୁକୋଣରେ ପରିବ୍ୟାପ୍ତ ହେଲେ। ଅତଃ ସେତେବେଳେ ଅବିଶ୍ୱାସକାରୀମାନେ ମଧ୍ୟ ଇସଲାମ ଧର୍ମରେ ସାମିଲ ହୋଇଗଲେ ଏବଂ ଆରବର ଲୋକମାନେ ତ ଏକ ଗୋଷ୍ଠୀ ଓ ଗୋଟିଏ ଜାତି ବୋଲି ବୋଲାଉଥିଲେ, ଜଣାଯାଉଥିଲେ ଓ ପାରସ୍ପରିକ ସମନ୍ୱୟତା ପାଇଁ ସେମାନେ ସୁପ୍ରସିଦ୍ଧ ଥିଲେ। ସୁତରାଂ ଏହାପରେ ଯେତେବେଳେ ମୁସଲମାନମାନେ ପୃଥିବୀର କୋଣ ଅନୁକୋଣରେ ପରିବ୍ୟାପ୍ତ ହୋଇଗଲେ, ସେତେବେଳେ ସେମାନଙ୍କ ଖାଦ୍ୟ ବ୍ୟବସ୍ଥା କଷ୍ଟକର ହୋଇପଡ଼ିଲା। ପରିଶେଷରେ ହଜରତ ଉମର ରାଦିୟଲ୍ଲାହୁଙ୍କ ସମସ୍ତ ଲୋକମାନଙ୍କର ଜନଗଣନା ଓ ରାସନ କାର୍ଡ଼ ତଥା ଖାଦ୍ୟ ସୁରକ୍ଷା ଅନ୍ତର୍ଗତ ଲୋକମାନଙ୍କୁ ତାଲିକାଭୁକ୍ତ କଲେ। ଏହି ବ୍ୟବସ୍ଥାଟି ବନୁ ଉମାଇୟାର ଶାସନ ପର୍ଯ୍ୟନ୍ତ ଅବ୍ୟାହତ ରହିଥିଲା। ୟୁରୋପୀୟ ଐତିହାସିକମାନେ ମଧ୍ୟ ଏହା ସ୍ୱୀକାର କରିଛନ୍ତି ଯେ ହଜରତ ଉମର ରାଦିୟଲ୍ଲାହୁ ସର୍ବପ୍ରଥମେ ଜନଗଣନା କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଜନଗଣନା ପ୍ରଜାମାନଙ୍କୁ ଅସୁବିଧାରେ ପକାଇବା ସକାଶେ ଉଦ୍ଦିଷ୍ଟ ନଥିଲା, ବରଂ ସେମାନଙ୍କ ଆହାର ବ୍ୟବସ୍ଥା ପାଇଁ ଜନଗଣନା ଆରମ୍ଭ ହୋଇଥିଲା। ସରକାର ତ ଏଇଥିପାଇଁ ଜନଗଣନା କରନ୍ତି ଯେ ଲୋକମାନେ ବଳି ଦେବାକୁ ରଖାଯାଇଥିବା ଜୀବ ପରି ଖଟନ୍ତୁ ଓ ସେନାରେ ସେବା କରନ୍ତୁ। କିନ୍ତୁ ହଜରତ ଉମର ରାଦିୟଲ୍ଲାହୁ ଏଥିପାଇଁ ଜନଗଣନା କରିଥିଲେ ଯେ ଲୋକମାନେ ଉପକୃତ ହୁଅନ୍ତୁ, ସୁଖ ସ୍ୱଚ୍ଛନ୍ଦରେ ଜୀବନଯାପନ କରନ୍ତୁ, ସେମାନଙ୍କ ପେଟକୁ ଆହାର ମିଳୁ। ଅର୍ଥାତ୍ ଏହା ଅନୁଧ୍ୟାନ କରାଯାଉ ଯେ ଏଭଳି କେତେ ଲୋକ ଅଛନ୍ତି ଯେଉଁମାନଙ୍କର ଖାଦ୍ୟର ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି। ଅତଏବ ଜନଗଣନା ପରେ ସମସ୍ତ ଲୋକମାନଙ୍କୁ ଏକ ନିର୍ଦ୍ଧାରିତ ବ୍ୟବସ୍ଥା ଅନୁଯାୟୀ ଆହାର ମିଳୁଥିଲା ଏବଂ ସେମାନଙ୍କର ଅନ୍ୟ ଆବଶ୍ୟକତାମାନ ପୂରଣ କରିବା ସକାଶେ ସେମାନଙ୍କୁ ମାସିକ ଅର୍ଥ ପ୍ରଦାନ କରିଦିଆଯାଉଥିଲା। ଏ ଦିଗରେ ଏଭଳି ସତର୍କତା ଅବଲମ୍ବନ କରାଯାଇଥିଲା ଯେ ହଜରତ ଉମର ରାଦିୟଲ୍ଲାହୁଙ୍କ ଯୁଗରେ ଯେତେବେଳେ ସିରିଆ ବିଜୟ ହେଲା ଏବଂ ସେଠାରୁ ପ୍ରଚୁର ପରିମାଣରେ ଅଲିଭ ତୈଳ ଆସିଲା, ସେତେବେଳେ ଆପଣ ଏକଦା ଲୋକମାନଙ୍କୁ କହିଲେ ଯେ ପ୍ରତ୍ୟେକ ବ୍ୟକ୍ତିକୁ ଅଲିଭ ତୈଳ ପ୍ରଦାନ କରାଯାଉ। ଅତଏବ ହଜରତ ଉମର ରାଦିୟଲ୍ଲାହୁଙ୍କ କହିବା ଅନୁଯାୟୀ ଲୋକମାନଙ୍କୁ ଅଲିଭ ତୈଳ ପ୍ରଦାନ କରାଗଲା। ଆପଣ ଲୋକମାନଙ୍କୁ କହିଲେ, ଅଲିଭ ତୈଳ ବ୍ୟବହାର କରିବା ଫଳରେ ମୋର ପେଟ ଫୁଲି ଯାଉଛି, ତେଣୁ ହେ ଲୋକମାନେ, ତୁମେମାନେ ମୋତେ ଏହି ଅନୁମତି ପ୍ରଦାନ କର କି ମୁଁ ବୈତୁଲ ମାଲରୁ ଅଲିଭ ତୈଳ ବଦଳରେ ସେତିକି ପରିମାଣର ଘିଅ ସଂଗ୍ରହ କରିନେବି। ଅତଏବ ଏହା ଇସଲାମ ଧର୍ମରେ ପ୍ରଥମ ପଦକ୍ଷେପ ଥିଲା, ଯାହାକି ଲୋକମାନଙ୍କର ଆବଶ୍ୟକତାକୁ ପୂରଣ କରିବା ସକାଶେ ନିଆଯାଇଥିଲା। ତହିଁରୁ ଏ ପ୍ରତୀତ ହେଉଛି ଯେ ଯଦି ଏହି ବ୍ୟବସ୍ଥା ବର୍ତ୍ତମାନ ଲାଗୁ ହୋଇଯାଏ, ତେବେ ଏହା ପରେ ଅନ୍ୟ କୌଣସି ବ୍ୟବସ୍ଥାର ଆବଶ୍ୟକତା ପଡ଼ିବ ନାହିଁ, କାରଣ ସମଗ୍ର ଦେଶରେ ଆବଶ୍ୟକତାକୁ ପୂରଣ କରିବା ସରକାରଙ୍କର ଦାୟିତ୍ୱ। ଲୋକମାନଙ୍କର ଖାଦ୍ୟପେୟ, ପୋଷାକ ପରିଚ୍ଛଦ, ଶିକ୍ଷା, ସ୍ୱାସ୍ଥ୍ୟ, ଚିକିତ୍ସା ତଥା ରହିବାର ଆସବାବ ନିର୍ମାଣ କରିବା ବ୍ୟବସ୍ଥା ଆଦି ସମସ୍ତ ଦାୟିତ୍ୱ ଇସଲାମୀୟ ପ୍ରଶାସନର ହେବ।
ଅତଏବ ଯଦି ଲୋକମାନଙ୍କର ଆବଶ୍ୟକତା ପୂରଣ ହୋଇଯାଏ ତାହେଲେ ବୀମାର କୌଣସି ଆବଶ୍ୟକତା ନଥାଏ। ଲୋକମାନେ ବୀମା ଏଇଥିପାଇଁ କରନ୍ତି ଯେ ନିଜ ମୃତ୍ୟୁ ପରେ ନିଜ ସନ୍ତାନମାନଙ୍କ ପାଇଁ କିଛି ଛାଡ଼ିଯିବେ। ଏଥିପାଇଁ କରିନଥାନ୍ତି, ବରଂ ବୀମା ଏଇଥିପାଇଁ କରନ୍ତି ଯେ ବାର୍ଦ୍ଧକ୍ୟ ଅବସ୍ଥାରେ ଆଉ ରୋଜଗାର କରିବାକୁ ପଡ଼ିବ ନାହିଁ ଏବଂ ସେମାନଙ୍କ ଆବଶ୍ୟକତା ପୂରଣ ହୋଇଯିବ। ଅତଏବ ଯେତେବେଳେ ସରକାର ବ୍ୟକ୍ତିର ଏହି ସମସ୍ତ ଦାୟିତ୍ୱ ବହନ କରିନେବେ ତାହେଲେ କୌଣସି ବୀମାର ଆବଶ୍ୟକତା ପଡ଼ିବ ହିଁ ନାହିଁ। ହଜରତ ମୁସଲିମ ମଉଦ ରଜିୟଲ୍ଲାହୁ ପୁନଶ୍ଚ ଉଲ୍ଲେଖ କରନ୍ତି, ପରବର୍ତ୍ତୀ ପିଢ଼ି ଏହା କହିବାକୁ ଲାଗିଲା ଯେ ରାଜାଙ୍କର ଇଚ୍ଛା ଉପରେ ଏହା ନିର୍ଭର କରେ କି ସେ ଲୋକଙ୍କୁ କିଛି ଦିଅନ୍ତୁ ଅବା ନ ଦିଅନ୍ତୁ। ସୁତରାଂ ଏହି ନବାଗତ ଇସଲାମ ଧର୍ମରେ ଦୀକ୍ଷିତ ହୋଇଥିବା ବ୍ୟକ୍ତିମାନଙ୍କ ହୃଦୟରେ ଇସଲାମର ଶିକ୍ଷା ସମ୍ପୂର୍ଣ୍ଣ ରୂପେ ପ୍ରବେଶ କରିନଥିଲା। ତେଣୁ ସେମାନେ ପୁନଶ୍ଚ କୈସର ଓ କିସ୍ରାର ପନ୍ଥା ପ୍ରତି ଆକୃଷ୍ଟ ହୋଇଗଲେ। ଯେଉଁଭଳି ଅନ୍ୟ ରାଜା ଓ ମହାରାଜାମାନେ କରୁଥିଲେ ସେହିପରି ବ୍ୟବସ୍ଥା ପ୍ରଚଳିତ କଲେ। ପ୍ରତ୍ୟେକ ବ୍ୟକ୍ତିର ଖାଦ୍ୟ ବ୍ୟବସ୍ଥା କରିବା ଇସଲାମୀୟ ପ୍ରଶାସକଙ୍କ ମୌଳିକ କର୍ତ୍ତବ୍ୟ। ଏ ସଂକ୍ରାନ୍ତରେ ଉଲ୍ଲେଖ କରି ହଜରତ ମୁସଲିମ ମଉଦ ରଜିୟଲ୍ଲାହୁ କୁହନ୍ତି, ଯେତେବେଳେ ଇସଲାମୀୟ ରାଷ୍ଟ୍ର ଅନ୍ୟ ଦେଶର ସମ୍ପତ୍ତି ଉପରେ ମାଲିକତ୍ୱ ସାବ୍ୟସ୍ତ କଲେ ସେତେବେଳେ ଇସଲାମୀୟ ସରକାର ପ୍ରତ୍ୟେକ ବ୍ୟକ୍ତିର ଖାଦ୍ୟ ଓ ବସ୍ତ୍ରର ବ୍ୟବସ୍ଥା କଲା। ଅତଏବ ତାହା ହିଁ ବର୍ଣ୍ଣିତ ହୋଇଛି ଯେ ହଜରତ ଉମର ରଜିୟଲ୍ଲାହୁଙ୍କ କାଳରେ ଯେତେବେଳେ ଶାସନ ବ୍ୟବସ୍ଥା ପୂର୍ଣ୍ଣତ୍ୱ ଲାଭ କଲା ସେତେବେଳେ ଇସଲାମୀୟ ଶିକ୍ଷା ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତି ପାଇଁ ରୁଟି ଓ କପଡ଼ା ଉପଲବ୍ଧ କରାଇବା ପ୍ରଶାସନର ଦାୟିତ୍ୱ ଥିଲା ଏବଂ ଇସଲାମୀୟ ପ୍ରଶାସନ ନିଜର କର୍ତ୍ତବ୍ୟକୁ ବେଶ ସୁନ୍ଦର ଭାବରେ ନିର୍ବାହ କରୁଥିଲା। ତେଣୁ ଉମର ରଜିୟଲ୍ଲାହୁ ଜନଗଣନା ପ୍ରକ୍ରିୟା ପ୍ରଣୟନ କଲେ, ରେଜିଷ୍ଟରର ଖାତା ଖୋଲିଲେ ଯେଉଁଥିରେ ସମସ୍ତ ଲୋକମାନଙ୍କର ନାମ ପଞ୍ଜୀକୃତ ହେଲା। ୟୁରୋପୀୟ ଇତିହାସବିତ୍ ମାନେ ମଧ୍ୟ ଏହା ସ୍ୱୀକାର କରିଛନ୍ତି। ଯେପରିକି ମୁଁ ଚର୍ଚ୍ଚା କରି ଆସିଲି ଯେ ପ୍ରଥମ ଜନଗଣନା ଓ ତାହାକୁ ପଞ୍ଜୀକରଣ କରିବା ପ୍ରକ୍ରିୟା ହଜରତ ଉମର ରଜିୟଲ୍ଲାହୁ ହିଁ ଆରମ୍ଭ କରିଥିଲେ। ଏହି ଜନଗଣନା କରିବାର ମୁଖ୍ୟ କାରଣ ଏହା ରହିଥିଲା ଯେ ପ୍ରତ୍ୟେକ ବ୍ୟକ୍ତିକୁ ଖାଦ୍ୟ ଓ ବସ୍ତ୍ର ପ୍ରଦାନ କରାଯାଉ, ତାହାକୁ ପ୍ରାପ୍ତ ହେଉ। ତେଣୁ ସରକାର ପାଇଁ ଏହା ଆବଶ୍ୟକ ଥିଲା ଯେ ସରକାର ଉକ୍ତ କଥାକୁ ଜ୍ଞାତ ରଖୁ କି ଏହି ଦେଶରେ କେତେ ଲୋକ ବସବାସ କରୁଛନ୍ତି। ଆଜି ଏହା କୁହାଯାଏ ଯେ ସୋଭିଏତ ରୁଷର ଗରିବଙ୍କ ଖାଦ୍ୟ ଓ ବସ୍ତ୍ରର ବନ୍ଦୋବସ୍ତ କରୁଛି, କିନ୍ତୁ ଏହି ପ୍ରକାରର ଆର୍ଥିକ ବ୍ୟବସ୍ଥା ସର୍ବପ୍ରଥମେ ଇସଲାମ ହିଁ ଜାରି କରିଥିଲା। ବ୍ୟବହାରିକ ରୂପେ ହଜରତ ଉମର ରଜିୟଲ୍ଲାହୁଙ୍କ କାଳରେ ପ୍ରତ୍ୟେକ ପୁରପଲ୍ଲୀରେ, ନଗର ଓ ସହରରେ ବସବାସ କରୁଥିବା ଲୋକମାନଙ୍କର ନାମ ପଞ୍ଜୀକୃତ ହୋଇଥିଲା। ପ୍ରତ୍ୟେକ ବ୍ୟକ୍ତିର ପତ୍ନୀ ଓ ସନ୍ତାନଙ୍କ ନାମ ଓ ସେମାନଙ୍କ ସଂଖ୍ୟା ପଞ୍ଜୀକୃତ ହୋଇଥିଲା। ଏହାପରେ ପ୍ରତ୍ୟେକ ବ୍ୟକ୍ତି ପାଇଁ ଆହାର ଓ ତାଙ୍କ ଅତ୍ୟାବଶ୍ୟକ ଜିନିଷର ବ୍ୟବସ୍ଥା କରାଯାଇଥିଲା, କାରଣ ସ୍ୱଳ୍ପ ଆହାର ଗ୍ରହଣ କରୁଥିବା ଲୋକମାନେ ମଧ୍ୟ ଏହି ଯୋଜନାରୁ ଉପକୃତ ହୁଅନ୍ତୁ ଓ ଜୀବିକା ନିର୍ବାହ କରିପାରନ୍ତୁ। ତତ୍ସହିତ ବହୁ ବ୍ୟଞ୍ଜନ ଖାଉଥିବା ବ୍ୟକ୍ତି ମଧ୍ୟ ନିଜର ଇଚ୍ଛାନୁଯାୟୀ ଖାଦ୍ୟ ଖାଇପାରନ୍ତୁ। ଇତିହାସରେ ଚର୍ଚ୍ଚିତ ଯେ ହଜରତ ଉମର ରଜିୟଲ୍ଲାହୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଯେଉଁ ନିଷ୍ପତ୍ତି ନେଇଥିଲେ ତହିଁରେ ମା କ୍ଷୀର ପାନ କରୁଥିବା ଶିଶୁଙ୍କ ପାଇଁ ଧ୍ୟାନ ଦିଆଯାଇନଥିଲା। ଯେତେବେଳେ ମା ମାନେ ନିଜର ସନ୍ତାନମାନଙ୍କ କ୍ଷୀର ଛଡ଼ାଇ ଦେଉଥିଲେ ସେତେବେଳେ ସେମାନଙ୍କୁ ସରକାରଙ୍କ ତରଫରୁ ନିର୍ଦ୍ଧାରିତ ଯୋଜନାରୁ ସାହାଯ୍ୟ ମିଳୁଥିଲା, ଅନୁକମ୍ପା ମିଳୁଥିଲା। ଯେପରିକି ମୁଁ ଗତ ଖୁତବାରେ ବର୍ଣ୍ଣନା କରିଥିଲି ଯେ ଏକଦା ରାତ୍ରରେ ହଜରତ ଉମର ରଜିୟଲ୍ଲାହୁ ଲୋକମାନଙ୍କ ଅବସ୍ଥା ଜାଣିବା ପାଇଁ ଗସ୍ତ କରିବାକୁ ବାହାରିଲେ। ଏକ ଶିବିର ମଧ୍ୟରୁ ଏକ ଶିଶୁପୁତ୍ରର କାନ୍ଦିବାର ସ୍ୱର ଶୁଭିଲା। ହଜରତ ଉମର ରଜିୟଲ୍ଲାହୁ ସେଠାରେ ଅଟକି ଗଲେ, କିନ୍ତୁ ଶିଶୁଟି କାନ୍ଦି ଚାଲିଥିଲା ଓ ମା ତାକୁ ଥାପୁଡ଼ି ବୋଧ କରିବାକୁ ଚେଷ୍ଟା କରୁଥିଲା ଯେପରି ସେ ଶୋଇପଡ଼ୁ। ଯେତେବେଳେ ବହୁତ ବିଳମ୍ବ ହୋଇଗଲା ସେତେବେଳେ ହଜରତ ଉମର ରଜିୟଲ୍ଲାହୁ ଶିବିର ମଧ୍ୟକୁ ପ୍ରବେଶ କଲେ ଓ ଉକ୍ତ ମହିଳାକୁ ପଚାରିଲେ, ତୁମେ ନିଜ ଶିଶୁକୁ କାହିଁକି କ୍ଷୀର ଦେଉନାହଁ? ଶିଶୁଟି ଅନେକ ସମୟ ହେଲା କାନ୍ଦି ଚାଲିଛି
ଉକ୍ତ ମହିଳା ଜଣକ ଉମର ରଜିୟଲ୍ଲାହୁଙ୍କୁ ଚିହ୍ନି ପାରିଲା ନାହିଁ ଏବଂ ଚିନ୍ତା କଲା ସମ୍ଭବତଃ ଏ କୌଣସି ସାଧାରଣ ବ୍ୟକ୍ତି। ଅତଏବ ସେ ଉତ୍ତର ଦେଲା, କ'ଣ ତୁମେ ଜାଣିନାହଁ ଯେ ଉମର ରଜିୟଲ୍ଲାହୁ ପରା ଏହି ନିଷ୍ପତ୍ତି ଦେଇଛନ୍ତି ଯେ ମା କ୍ଷୀର ପାନ କରୁଥିବା ସନ୍ତାନଙ୍କୁ ଆହାର ମିଳିବ ନାହିଁ, ଅର୍ଥାତ୍ ସରକାରଙ୍କ ତରଫରୁ ଯେଉଁ ସୁବିଧା ସୁଲଭ ଯୋଜନାମାନ ରହିଛି ତାହା ତାଙ୍କୁ ପ୍ରଦାନ କରାଯିବ ନାହିଁ। ଆମେ ଗରିବ ଲୋକ, ଆମେ ଅତ୍ୟନ୍ତ ଅଭାବ ଅନଟନରେ କାଳତିପାତ କରୁଛୁ, ଦିନ ବିତାଉଛୁ। ମୁଁ ଏହି ସନ୍ତାନର ମା, ତେଣୁକରି ମୁଁ ସେହି ସୁବିଧା ଗୁଡ଼ିକୁ ପାଇବା ପାଇଁ ତାକୁ କ୍ଷୀର ଛଡ଼ାଇ ଦେଇଛି, କାରଣ ବୈତୁଲ ମାଲରୁ ଏହି ଶିଶୁର ମଧ୍ୟ ଶସ୍ୟ ଆମକୁ ମିଳିଯାଉଛି। ତେଣୁ ଯଦି ବର୍ତ୍ତମାନ ଏହି ଶିଶୁକୁ କାନ୍ଦେ ତେବେ କାନ୍ଦୁ, କାରଣ ଏହିପରି ନିୟମ ହଜରତ ଉମର ରଜିୟଲ୍ଲାହୁ ପ୍ରଣୟନ କରିଛନ୍ତି। ଆମକୁ ତାହାକୁ ପାଳନ କରିବାକୁ ହେବ। ହଜରତ ଉମର ରଜିୟଲ୍ଲାହୁ ସେହି କ୍ଷଣି ସେହି ମହିଳା ପାଖରୁ ଉଠି ଫେରିଆସିଲେ ଏବଂ ବାଟରେ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରି କହିଲେ, ହେ ଉମର, ତୁ ଜାଣିନାହୁଁ, ଅର୍ଥାତ୍ ଉମର ରଜିୟଲ୍ଲାହୁ ସ୍ୱୟଂକୁ କହୁଥିଲେ, ତୁ ଜାଣିନାହୁଁ ଯେ ଏହି ଆଇନ ଦ୍ୱାରା ତୁ କୋଟି କୋଟି ସନ୍ତାନଙ୍କର ଠାରୁ ତାଙ୍କ ମାଙ୍କର କ୍ଷୀର ଛଡ଼ାଇ ଆଗାମୀ ପିଢ଼ିକୁ ଦୁର୍ବଳ କରିଦେଇଛୁ। ଏହି ସମସ୍ତଙ୍କର ପାପ ବର୍ତ୍ତମାନ ତୁ ବହନ କରିବୁ। ଆପଣ ରଜିୟଲ୍ଲାହୁ ଏକଥା କହି ଷ୍ଟୋର ଆଡ଼କୁ ଚାଲିଲେ, କବାଟ ଖୋଲିଲେ, ବସ୍ତାଏ ଗହମ ଅଟା ନିଜ ପିଠିରେ କାନ୍ଧାଇଲେ ଲଦିନେଲେ। କୌଣସି ଜଣେ ବ୍ୟକ୍ତି କହିଲା କି ହେ ଅମିରୁଲ ମୁମିନିନ୍, ଦିଅନ୍ତୁ, ମୁଁ ବସ୍ତାଟି ନିଜ ପିଠିରେ ଉଠାଇ ନେଉଛି। ଉମର ରଜିୟଲ୍ଲାହୁ କହିଲେ, ନା, ଦୋଷ ମୋର ଏବଂ ଏହାର ଦଣ୍ଡ ମୁଁ ହିଁ ଭୋଗିବି। ଅତଏବ ହଜରତ ଉମର ରଜିୟଲ୍ଲାହୁ ଅଟାର ସେହି ବସ୍ତାକୁ ଧରି ସେହି ମହିଳାଙ୍କ ଘରେ ପହଞ୍ଚିଗଲେ ଏବଂ ପରବର୍ତ୍ତୀ ଦିନ ଏହି ଆଦେଶ ଦେଲେ ଯେ ଯେଉଁ ଦିନ ଶିଶୁ ଜନ୍ମଗ୍ରହଣ କରିବ ସେହି ଦିନଠାରୁ ହିଁ ତାହାର ଶସ୍ୟ ନିର୍ଦ୍ଧାରଣ କରାଯିବ, ଅର୍ଥାତ୍ ତାହାକୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯାହାକି ପ୍ରଶାସନ ତରଫରୁ ଯୋଗାଇ ଦିଆଯାଉଛି ଅନ୍ୟମାନଙ୍କୁ ତାହାକୁ ମଧ୍ୟ ଯୋଗାଇ ଦିଆଯିବ। କାରଣ ମା ଶିଶୁକୁ କ୍ଷୀରପାନ କରିବା ଫଳରେ ତାକୁ ଅଧିକ ଖାଦ୍ୟର ଆବଶ୍ୟକତା ପଡ଼ିଥାଏ। ହଜରତ ମୁସଲିମ ମଉଦ୍ ରଜିୟଲ୍ଲାହୁ ପୁନଶ୍ଚ କୁହନ୍ତି ଯେ ଇସଲାମ ହିଁ ଏକମାତ୍ର ଧର୍ମ ଯିଏ ଦେଶର ନାଗରିକର ଅଧିକାର ସ୍ଥାପିତ କରିଥିଲା। ପ୍ରତ୍ୟେକ ବ୍ୟକ୍ତିର ଖାଦ୍ୟ, ବସ୍ତ୍ର, ବାସଗୃହର ବ୍ୟବସ୍ଥା କରିବା ଇସଲାମୀୟ ରାଷ୍ଟ୍ରର ମୌଳିକ କର୍ତ୍ତବ୍ୟ। ତେଣୁ ଇସଲାମ ଧର୍ମ ହିଁ ଏହି ସମସ୍ତ ନୀତିଗୁଡ଼ିକୁ ପ୍ରଣୟନ କରିଛି। ସୁତରାଂ ଏହି ନୀତିଗୁଡ଼ିକୁ ବର୍ତ୍ତମାନ ଅନ୍ୟ ରାଷ୍ଟ୍ରମାନେ ଅନୁକରଣ କରୁଛନ୍ତି, କିନ୍ତୁ ସେମାନେ ଏହାକୁ ପୂର୍ଣ୍ଣ ରୂପେ ଅନୁକରଣ କରୁନାହାନ୍ତି। ବୀମା କରାଯାଉଛି, ପରିବାରକୁ ପେନସନ ଯୋଗାଇ ଦିଆଯାଉଛି, କିନ୍ତୁ ଯୁବାବସ୍ଥାରେ ଓ ବାର୍ଦ୍ଧକ୍ୟାବସ୍ଥାରେ ଦାୟିତ୍ୱ ଉଭୟ ରାଷ୍ଟ୍ର ଉପରେ ହିଁ ନ୍ୟସ୍ତ ହୋଇଥାଏ। ଅତଏବ ସେମାନଙ୍କର ପ୍ରତି ମଧ୍ୟ କିଛି ଯୋଜନା ପ୍ରସ୍ତୁତ କରିବା ଉଚିତ। ଅତଏବ ଇସଲାମ ଧର୍ମ ପୂର୍ବରୁ ଅନ୍ୟ କୌଣସି ଧର୍ମ ଏଭଳି ନୀତି ଉପସ୍ଥାପିତ କରିନଥିଲା। ସାଂସାରିକ ରାଷ୍ଟ୍ରମାନଙ୍କର ଜନଗଣନା ଏଥିପାଇଁ ହୋଇଥାଏ ଯେ କର ଆଦାୟ ହେଉ କିମ୍ବା ସେନାରେ ଭର୍ତ୍ତି ସଂକ୍ରାନ୍ତରେ ଏହା ଜ୍ଞାତ ହେଉ କି ଆବଶ୍ୟକ ସ୍ଥଳେ କେତେ ଯୁବକ ମିଳିପାରିବେ। କିନ୍ତୁ ହଜରତ ଉମର ରଜିୟଲ୍ଲାହୁଙ୍କ କାଳରେ ଓ ତାଙ୍କ ଦ୍ୱାରା ହିଁ ଇସଲାମୀୟ ସରକାର ସର୍ବପ୍ରଥମେ ଜନଗଣନା ବ୍ୟବସ୍ଥା ଆରମ୍ଭ କରିଥିଲା। ତହିଁରେ ସନ୍ଦେହର ଅବକାଶ ନାହିଁ ଯେ ଜନଗଣନା ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ସମୟରେ ହିଁ ହୋଇଯାଇଥିଲା, କିନ୍ତୁ ସେତେବେଳେ ମୁସଲମାନମାନଙ୍କୁ ସରକାର ଗଢ଼ିବା ପାଇଁ କ୍ଷମତାପ୍ରାପ୍ତ ହୋଇନଥିଲା। ତେଣୁ ଜନଗଣନା ଏଇଥିପାଇଁ ହୋଇଥିଲା ଯେ ସମସ୍ତ ଲୋକମାନଙ୍କୁ ଖାଦ୍ୟ ଓ ବସ୍ତ୍ର ଯୋଗାଇ ଦିଆଯିବ। କୌଣସି ଲୋକ ଭୋକ ଉପାସରେ ଦିନ ବିତାଇବେ ନାହିଁ, କାରଣ ପ୍ରତ୍ୟେକ ବ୍ୟକ୍ତିକୁ ଖାଦ୍ୟ ବସ୍ତ୍ର ଯେପରି ଉପଲବ୍ଧ ହେବ। ଅତଏବ ଜନଗଣନା ପ୍ରକ୍ରିୟା ମୁସଲମାନମାନଙ୍କର ଜନସଂଖ୍ୟାକୁ ସୂଚାଉଥିଲା ଯେ ମୁସଲମାନମାନଙ୍କର ମୋଟ ସଂଖ୍ୟା କେତେ ରହିଛି। ଏହା କେତେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯଦ୍ୱାରା ପୃଥିବୀରେ ଶାନ୍ତି ସ୍ଥାପନ ହୋଇପାରିବ। କିନ୍ତୁ କେବଳ ଏହା କହିଦେବା ଯେ ଆବେଦନ କରିଦିଅ ଏବଂ ଏହା ଉପରେ ବିଚାର କରାଯିବ, ଏହାକୁ ପ୍ରତ୍ୟେକ ବ୍ୟକ୍ତିର ସ୍ୱାଭିମାନ ସହ୍ୟ କରିପାରିବ ନାହିଁ, କାରଣ ଆବେଦନ
ମଗାଯାଉ ଏବଂ ଏହା ଉପରେ ବିଚାର ମଧ୍ୟ କରାଯାଉ। ଅତଏବ ଇସଲାମ ଏହି ନୀତି ନିର୍ଦ୍ଧାରଣ କଲା କି ଖାଦ୍ୟ ଓ ବସ୍ତ୍ର ଇସଲାମୀୟ ପ୍ରଶାସକଙ୍କର ଦାୟିତ୍ୱ ଏବଂ ପ୍ରତ୍ୟେକ ଧନୀ ଦରିଦ୍ର ବ୍ୟକ୍ତିକୁ ତାହା ମିଳିବା ସେମାନଙ୍କର ଅଧିକାର। ସେ ପଛେ କୋଟିପତି ହେଉଥାଉ ନା କାହିଁକି, ତେବେ ସେହି କୋଟିପତି ଅନ୍ୟକୁ ଏହି ସୁବିଧା ଦେଇଦେଉ, ଉପଲବ୍ଧ କରୁ, ପ୍ରଦାନ କରୁ। କାରଣ କୌଣସି ବ୍ୟକ୍ତିକୁ ଯେପରି ଏହା ପ୍ରତୀତ ନ ହେଉ ଯେ ତାକୁ ତୁଚ୍ଛ ବୋଲି ମଣାଯାଇଛି। ଅର୍ଥାତ୍ ଏହି ଖାଦ୍ୟ ବସ୍ତ୍ର ଯେତେବେଳେ ଧନିକ ବ୍ୟକ୍ତିକୁ ମିଳିବ, ଯଦି ସେମାନେ ଧର୍ମପରାୟଣ ମାର୍ଗରେ ଚାଲୁଥିବେ, ତାହେଲେ ସେତେବେଳେ ସେମାନେ ଏହି ଖାଦ୍ୟ ଓ ବସ୍ତୁରୁ ନିଜେ ଉପକୃତ ହେବା ପରିବର୍ତ୍ତେ ଦରିଦ୍ରମାନଙ୍କୁ ଯୋଗାଇ ଦେବେ। ହଜରତ ଉମର ରଜିୟଲ୍ଲାହୁଙ୍କ କାଳରେ ଗୋଟିଏ ଦେଶକୁ ଅନେକ ପ୍ରଦେଶରେ ବିଭକ୍ତ କରାଯାଇଥିଲା। 20 ହିଜ୍ରୀରେ ଅଧିକୃତ ହୋଇଥିବା ରାଷ୍ଟ୍ରଗୁଡ଼ିକୁ 8ଟି ପ୍ରଦେଶରେ ବିଭକ୍ତ କରାଯାଇଥିଲା ଏବଂ ଉମର ଏଥିପାଇଁ ଏହା କରିଥିଲେ ଯେ ଶାସନ କରିବାରେ ସୁବିଧା ଓ ସହଜତା ହୋଇପାରିବ, ସରଳତା ହେବ। ତାହା ଯଥାକ୍ରମେ ଏପରି ଥିଲା: ମକ୍କା, ମଦିନା, ସିରିଆ ଉପଦ୍ୱୀପ, ବସରା, କୁଫା, ମିସର, ପାଲେଷ୍ଟାଇନ ଇତ୍ୟାଦି। ପୁନଶ୍ଚ ଶୁରାର ସ୍ଥାପନ ଅର୍ଥାତ୍ ପରାମର୍ଶ ସମ୍ମିଳନୀର ସ୍ଥାପନ ହଜରତ ଉମର ରଜିୟଲ୍ଲାହୁଙ୍କ କାଳରେ ହିଁ ଗଠିତ ହୋଇଥିଲା। ମଜଲିସେ ଶୁରାରେ ସର୍ଦ୍ଦା ବାଧ୍ୟତାମୂଳକ ଭାବରେ ଉଭୟ ଗୋଷ୍ଠୀ ଓ ପ୍ରବାସକାରୀମାନେ ଏବଂ ଅନସାର ମାନଙ୍କର ପ୍ରତିନିଧିମାନେ ସାମିଲ ହେଉଥିଲେ। ଅନସାର ସମ୍ପ୍ରଦାୟ ମଧ୍ୟ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଥିଲେ, ଯଥା ଔସ ଓ ଖଜରଜ ସମ୍ପ୍ରଦାୟ। ଅତଏବ ଏହି ଉଭୟ ବଂଶଙ୍କର ଶୁରାରେ ସାମିଲ ହେବା ଆବଶ୍ୟକ ଥିଲା। ଏହି ମଜଲିସେ ଶୁରାରେ ହଜରତ ଉସ୍ମାନ ରଜିୟଲ୍ଲାହୁ, ହଜରତ ଅଲି, ହଜରତ ଅବ୍ଦୁର रहमान ବିନ୍ औफ, ହଜରତ ମୁଆଜ ବିନ୍ ଜବଲ, ହଜରତ ଉବୈ ବିନ୍ କାବ, ହଜରତ ଜୈଦ ବିନ୍ ସାବିତ ସାମିଲ ରହୁଥିଲେ। ମଜଲିସ ଅନୁଷ୍ଠିତ ହେବାର ପ୍ରକ୍ରିୟା ଏହିପରି ଥିଲା ଯେ ଜଣେ ଘୋଷଣାକାରୀ ଘୋଷଣା କରୁଥିଲା ଯେ ଅସ୍-ସଲାତୁ ଜାମି ଅର୍ଥାତ୍ ନମାଜ ପାଇଁ ସମସ୍ତେ ଲୋକମାନେ ଏକତ୍ରିତ ହୋଇଯାଆନ୍ତୁ। ଯେତେବେଳେ ଲୋକମାନେ ଏକତ୍ରିତ ହୋଇଯାଉଥିଲେ, ସେତେବେଳେ ଉମର ରଜିୟଲ୍ଲାହୁ ମସଜିଦ ନବୀରେ ଯାଇ 2 ରେକାତ ନମାଜ ପାଠ କରୁଥିଲେ। ନମାଜ ପରେ ଆପଣ ମଞ୍ଚ ଉପରେ ଚଢ଼ି ଖୁତବା ଦେଉଥିଲେ ଏବଂ ଯୁକ୍ତିତର୍କମୂଳକ ପ୍ରସଙ୍ଗ ଆଗତ କରୁଥିଲେ, ଅର୍ଥାତ୍ ଯେଉଁ ପ୍ରସଙ୍ଗରେ ଭିନ୍ନମତ ରହିଥିଲା ସେହି ତର୍କକୁ ଉପସ୍ଥାପିତ କରୁଥିଲେ। ସାଧାରଣ ଓ ଦୈନନ୍ଦିନ ବ୍ୟବସାୟର ଦୈନନ୍ଦିନ ପ୍ରସଙ୍ଗରେ ବା ବିଷୟରେ ଯେଉଁ ବିଷୟରେ ଭିନ୍ନମତ ରହୁଥିଲା ତାହା ଉପରେ ନିଷ୍ପତ୍ତି ନିଆଯାଉଥିଲା ଏବଂ ଯେଉଁ ରାୟ ଉପରେ ଅଧିକାଂଶ ଲୋକ ସହମତି ପ୍ରକାଶ କରୁଥିଲେ ତାହାକୁ ଚୂଡ଼ାନ୍ତ ବୋଲି ମନେ କରାଯାଉଥିଲା। କିନ୍ତୁ ଯେତେବେଳେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପିତ ହେଉଥିଲା, ସେତେବେଳେ ପ୍ରବାସକାରୀ ଓ ଅନସାରମାନଙ୍କର ସାଧାରଣ ସଭା ବସୁଥିଲା। ସମସ୍ତଙ୍କ ସହମତି କ୍ରମେ ସେହି ପ୍ରସଙ୍ଗଟି ସ୍ଥିର ହେଉଥିଲା। ସୈନ୍ୟମାନଙ୍କର ଦରମା, କାର୍ଯ୍ୟାଳୟର କ୍ରମିକତା, କର୍ମଚାରୀଙ୍କର ନିଯୁକ୍ତି, ଅନ୍ୟ ଧର୍ମାବଲମ୍ବୀଙ୍କୁ ବାଣିଜ୍ୟ କରିବାରେ ସ୍ୱାଧୀନତା ପ୍ରଦାନ କରିବା, ସେମାନଙ୍କ ଠାରୁ କର ଆଦାୟ ଇତ୍ୟାଦି ପ୍ରତ୍ୟେକ ପ୍ରକାରର ପ୍ରସଙ୍ଗଗୁଡ଼ିକୁ ମଜଲିସେ ଶୁରାରେ ଉପସ୍ଥାପିତ କରାଯାଉଥିଲା। ବିଶେଷ ଆବଶ୍ୟକତାମାନଙ୍କୁ ଦୃଷ୍ଟିରେ ରଖି ମଜଲିସେ ଶୁରାର ଅନୁଷ୍ଠିତ ହେଉଥିଲା। ଏହା ବ୍ୟତୀତ ଅନ୍ୟ ଏକ ମଜଲିସେ ଶୁରା ରହିଥିଲା ଯେଉଁଠି ପ୍ରତିଦିନ ବ୍ୟବସ୍ଥା ଓ ଆବଶ୍ୟକତା ସମ୍ପର୍କରେ କଥୋପକଥନ ଅର୍ଥାତ୍ ଆଲୋଚନା ହେଉଥିଲା। ଏହି ମଜଲିସଟି ସର୍ବଦା ମଜଲିସେ ନବୀରେ ଆୟୋଜିତ ହେଉଥିଲା ଏବଂ ଉକ୍ତ ମଜଲିସରେ କେବଳ ପ୍ରବାସକାରୀ ସାହାବାମାନେ ହିଁ ସାମିଲ ହେଉଥିଲେ। ପ୍ରତ୍ୟେକ ପ୍ରଦେଶ ଓ ଜିଲ୍ଲାର ଦୈନିକ ସମ୍ବାଦ ଖିଲାଫତ ଦରବାରରେ ପହଞ୍ଚୁଥିଲା, ଆଗତ ହେଉଥିଲା। ହଜରତ ଉମର ରଜିୟଲ୍ଲାହୁ ଏହି ମଜଲିସରେ ବିଚାରକ ଭାବରେ ନିଜର ନିଷ୍ପତ୍ତି ଶୁଣାଉଥିଲେ ଏବଂ ତର୍କପୂର୍ଣ୍ଣ ପ୍ରସଙ୍ଗରେ ଲୋକମାନଙ୍କ ଠାରୁ ପରାମର୍ଶ ନେଉଥିଲେ। ମଜଲିସେ ଶୁରାର ପ୍ରତିନିଧିଙ୍କ ବ୍ୟତୀତ ସାଧାରଣ ଜନତାଙ୍କୁ ମଧ୍ୟ ପ୍ରଶାସନିକ ପ୍ରସଙ୍ଗରେ ହସ୍ତକ୍ଷେପ କରିବାର ଅଧିକାର ପ୍ରାପ୍ତ ଥିଲା। ପ୍ରଦେଶଗୁଡ଼ିକ ଓ ଜିଲ୍ଲାଗୁଡ଼ିକର ବିଚାରକମାନେ ଜନସାଧାରଣଙ୍କ ଇଚ୍ଛା ଅନୁଯାୟୀ ମନୋନୀତ ହେଉଥିଲେ ତାହା ନୁହେଁ, ବରଂ କେତେକ ସମୟରେ ତଥା ପରିସ୍ଥିତିରେ ସମ୍ପୂର୍ଣ୍ଣ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେଉଥିଲା। କୁଫା, ବସରା, ସିରିଆରେ ଯେତେବେଳେ
ରାଜକର୍ମଚାରୀମାନେ ନିଯୁକ୍ତ ହେଉଥିଲେ, ସେତେବେଳେ ହଜରତ ଉମର ରଜିଆତାଲା ଏହି ତିନୋଟି ପ୍ରଦେଶରେ ଆଦେଶ ପ୍ରେରଣ କରୁଥିଲେ ଯେ ସେହି ଅଞ୍ଚଳର ଲୋକମାନଙ୍କ ଠାରୁ ତାଙ୍କ ପସନ୍ଦ ଅନୁଯାୟୀ ଜଣେ ପ୍ରାର୍ଥୀଙ୍କୁ ମନୋନୀତ କରି ପ୍ରେରଣ କରନ୍ତୁ, ଯିଏ ସେମାନଙ୍କ ନିକଟରେ ସମସ୍ତ ଲୋକମାନଙ୍କ ଠାରୁ ଅଧିକ ବିଶ୍ୱାସଯୋଗ୍ୟ ବ୍ୟକ୍ତି। ହଜରତ ଉମର ରଜିଆତାଲା କର୍ମଚାରୀଙ୍କ ନିଯୁକ୍ତି ଏବଂ ସେମାନଙ୍କ ପାଇଁ କ'ଣ ନିର୍ଦ୍ଦେଶାବଳୀ ଦେବେ, ସେମାନଙ୍କୁ କିପରି ନିର୍ଦ୍ଦେଶ ଦେବେ, ଏ ସଂକ୍ରାନ୍ତରେ ଉଲ୍ଲେଖ ରହିଛି ଯେ ବିଶେଷ ସେବା ପାଇଁ ପଦାଧିକାରୀମାନଙ୍କର ନିଯୁକ୍ତି ଶୁରା ମାଧ୍ୟମରେ କରାଯାଉଥିଲା। ଏହି ସେବା ତଥା ପ୍ରସଙ୍ଗ ଉପରେ ସମସ୍ତ ସଦସ୍ୟମାନେ ଏକମତ ହୋଇ ପ୍ରାର୍ଥୀ ମନୋନୀତ କରୁଥିଲେ। ବେଳେବେଳେ ପ୍ରଦେଶର ବିଚାରକମାନଙ୍କୁ ଏଥିପାଇଁ ପ୍ରେରଣ କରାଯାଉଥିଲା ଯେ ସେମାନେ ଲୋକମାନଙ୍କୁ କୁହନ୍ତୁ ଯେ ତୁମେମାନେ ଯୋଗ୍ୟ ବ୍ୟକ୍ତିକୁ ମନୋନୀତ କରି ଖିଲାଫତ ଦରବାରକୁ ପ୍ରେରଣ କର। ସୁତରାଂ ସେହି ମନୋନୀତ ଲୋକମାନଙ୍କୁ ହଜରତ ଉମର ରଜିଆତାଲା ଆମିଲ ଅର୍ଥାତ୍ କର୍ମକର୍ତ୍ତା ଭାବରେ ନିୟୋଜିତ କରୁଥିଲେ। ହଜରତ ଉମର ରଜିଆତାଲା କର୍ମକର୍ତ୍ତାମାନଙ୍କର ଅଧିକ ଦରମା ନିର୍ଦ୍ଧାରିତ କରିଥିଲେ। ତାହା ଏଇଥିପାଇଁ ଯେ ସେମାନେ ଅଧିକ ବିଶ୍ୱସ୍ତତାର ସହିତ ନିଜର କାର୍ଯ୍ୟ ସମ୍ପାଦନ କରିପାରିବେ, ସେମାନଙ୍କ ମନରେ ସାଂସାରିକ ଲୋଭ ଯେପରି ଉତ୍ପନ୍ନ ନ ହେବ। ହଜରତ ଉମର ରଜିଆତାଲା ଉଚ୍ଚ ପଦାଧିକାରୀମାନଙ୍କୁ ଏହି ଉପଦେଶ ଦେଉଥିଲେ ଯେ ତୁମମାନଙ୍କୁ ଅମୀର ଏଥିପାଇଁ ନିଯୁକ୍ତ କରିନାହିଁ ଯେ ତୁମେମାନେ ଲୋକମାନଙ୍କ ଉପରେ କଠୋରତା ପ୍ରଦର୍ଶନ କରିବ, ବରଂ ତୁମମାନଙ୍କୁ ମୁଁ ଏଥିପାଇଁ ଅମୀର ନିଯୁକ୍ତ କରିଛି ଯେ ତୁମେ ଲୋକମାନଙ୍କୁ ଅନୁକରଣ କରିବ, ମୁସଲମାନମାନଙ୍କର ଅଧିକାର ସେମାନଙ୍କୁ ଫେରସ୍ତ କରିବ, ସେମାନଙ୍କୁ ଆଘାତ ପହଞ୍ଚାଇବ ନାହିଁ, ସେମାନଙ୍କ ତିରସ୍କାର କରିବ ନାହିଁ, ସେମାନଙ୍କୁ ଶାସ୍ତି ଓ ଦଣ୍ଡ ଦେବା ପାଇଁ ମୁଁ ତୁମକୁ ମୁତୟନ କରିନାହିଁ, ବରଂ ସେମାନଙ୍କର ଅଧିକାର ସମ୍ପାଦନ କରିବା ଓ ସେଥିପାଇଁ ପ୍ରଚେଷ୍ଟା କରିବା ପାଇଁ ପ୍ରୟାସ କରିବା ପାଇଁ ମୁଁ ତୁମକୁ ମୁତୟନ କରିଛି। ସେମାନଙ୍କ ପାଇଁ ନିଜ ଦ୍ୱାର ସର୍ବଦା ବନ୍ଦ ରଖ ନାହିଁ, କାରଣ ବଳବାନ ଦୁର୍ବଳ ଉପରେ ବଳ ପ୍ରୟୋଗ ନ କରୁ। ନିଜ ଉପରେ କୌଣସି ବ୍ୟକ୍ତିତ୍ୱକୁ ପ୍ରାଧାନ୍ୟ ଦେବ ନାହିଁ, କାରଣ ଏହା ସେମାନଙ୍କ ଉପରେ ଅତ୍ୟାଚାର କରିବା ଅଟେ। ଯେଉଁ ବ୍ୟକ୍ତି କର୍ମକର୍ତ୍ତା ରୂପେ ନିଯୁକ୍ତ ହୁଏ ତାଠାରୁ ଏହି ପ୍ରତିଜ୍ଞା ନିଆଯାଉଥିଲା ଯେ ତୁର୍କୀ ଅଶ୍ୱ ଉପରେ ଘୋଡ଼ା ଉପରେ ଆରୋହଣ ହେବ ନାହିଁ, ସୂକ୍ଷ୍ମ ବସ୍ତ୍ର ଓ ପୋଷାକ ପିନ୍ଧିବ ନାହିଁ, ଚାଲୁଣି ଛଣା ଅଟା ଖାଇବ ନାହିଁ, ଦୁଆର ସମ୍ମୁଖରେ ପ୍ରହରୀ ନିଯୁକ୍ତ କରିବ ନାହିଁ, ଅଭାବୀମାନଙ୍କ ପାଇଁ ସର୍ବଦା ଦ୍ୱାର ଉନ୍ମୁକ୍ତ ରଖିବ। ଏହି ସମସ୍ତ ନିର୍ଦ୍ଦେଶାବଳୀ କର୍ମକର୍ତ୍ତାଙ୍କ ନିମନ୍ତେ ଉଦ୍ଦିଷ୍ଟ ଥିଲା। ଲୋକମାନଙ୍କୁ ପଢ଼ି ଶୁଣାଇ ଦିଆଯାଉଥିଲା। କର୍ମକର୍ତ୍ତା ନିଯୁକ୍ତ ହେବା ପରେ ସେମାନଙ୍କ ଧନ ଓ ଆସବାବପତ୍ରର ଯାଞ୍ଚ କରାଯାଉଥିଲା। ଯଦି କର୍ମକର୍ତ୍ତାଙ୍କ ଆର୍ଥିକ ଅବସ୍ଥାରେ ଅସାଧାରଣ ଉନ୍ନତି ପରିଲକ୍ଷିତ ହେଉଥିଲା ଏବଂ ସେମାନେ ଯଦି ସାନ୍ତ୍ୱନାମୂଳକ ସ୍ପଷ୍ଟୀକରଣ ଦେଇପାରୁନଥିଲେ, ତେବେ ସେ ପରିପ୍ରେକ୍ଷୀରେ ସେମାନଙ୍କର ଧରପକଡ଼ ହେଉଥିଲା ଏବଂ ଅତିରିକ୍ତ ଅର୍ଥ ଓ ସାମଗ୍ରୀକୁ ଜବତ କରାଯାଉଥିଲା। କର୍ମକର୍ତ୍ତାଙ୍କୁ ଏହି ଆଦେଶ ଦିଆଯାଇଥିଲା ଯେ ହଜ୍ ତୀର୍ଥ ଅବସରରେ ସେମାନେ ବାଧ୍ୟତାମୂଳକ ଭାବରେ ଏକତ୍ରିତ ହେବେ। ସେଠାରେ ଲୋକ ଅଦାଲତ ଅନୁଷ୍ଠିତ ହେଉଥିଲା। ଯଦି କୌଣସି ବ୍ୟକ୍ତିର କୌଣସି କର୍ମକର୍ତ୍ତାଙ୍କ ସମ୍ପର୍କରେ ଆପତ୍ତି କିମ୍ବା ଅଭିଯୋଗ ରହୁଥିଲା, ତେବେ ତ୍ୱରିତ ଭାବରେ ତାହାର ଦୂରୀକରଣ ଓ ସମାଧାନ ହେଉଥିଲା। କର୍ମକର୍ତ୍ତାଙ୍କ ବିରୁଦ୍ଧରେ ଆଗତ ହୋଇଥିବା ଅଭିଯୋଗକୁ ଆଧାର କରି ସେମାନଙ୍କ ସମ୍ପର୍କରେ ଅନୁସନ୍ଧାନ କରିବା ପାଇଁ ମଧ୍ୟ ଏକ ପଦବୀ ତଥା ବିଭାଗ ରହିଥିଲା, ଯେଉଁଥିରେ ବୟୋଜ୍ୟେଷ୍ଠ ସାହାବାମାନେ ଯାଞ୍ଚ କରିବା ପାଇଁ ମୁତୟନ ଥିଲେ। ଯଦି ଅଭିଯୋଗ ସତ ପ୍ରମାଣିତ ହେଉଥିଲା, ତେବେ ସେ ପରିପ୍ରେକ୍ଷୀରେ କର୍ମକର୍ତ୍ତାଙ୍କ ପାଇଁ ଦଣ୍ଡ ଧାର୍ଯ୍ୟ ରହିଥିଲା। କର୍ମକର୍ତ୍ତାମାନଙ୍କର ଅଭିଯୋଗ ସମ୍ପର୍କରେ ହଜରତ ଉମର ରଜିଆତାଲା କ'ଣ ଆଚରଣ ରହିଥିଲା, ଏ ସମ୍ପର୍କରେ ହଜରତ ମୁସଲିମ ମଉଦ୍ ରଜିଆତାଲା ଉଲ୍ଲେଖ କରନ୍ତି। କୁଫାର ଅଧିବାସୀମାନେ ଅତ୍ୟନ୍ତ ବିଦ୍ରୋହାତ୍ମକ ମନୋଭାବ ରଖୁଥିଲେ ଏବଂ ସର୍ବଦା ସେମାନେ ନିଜର ଉଚ୍ଚ ପଦାଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ କରୁଥିଲେ। ସେମାନେ କହୁଥିଲେ, ଅମୁକ କାଜୀ ଏମିତିକା, ଅମୁକ କାଜୀଠାରେ ଏହି ଦୋଷ ରହିଛି ଏବଂ ଅମୁକ କାଜୀଠାରେ ସେହି ଖୁଣ ରହିଛି। ହଜରତ ଉମର ରଜିଆତାଲା ସେମାନଙ୍କ ଅଭିଯୋଗକୁ ଗ୍ରହଣ କରି ନୂତନ ବିଚାରକ ନିଯୁକ୍ତ କରି ଦେଉଥିଲେ ଏବଂ ପୂର୍ବ ଅଫିସର ବଦଳି କରି ସେମାନଙ୍କ ସ୍ଥାନରେ ନୂତନ ଅଫିସର ନିଯୁକ୍ତ କରୁଥିଲେ। କେତେକ ଲୋକମାନେ କହିଲେ ଯେ ହଜରତ ଉମର ରଜିଆତାଲାଙ୍କୁ ଏହା ମଧ୍ୟ କୁହାଗଲା କି ହେ ଉମର, ଏପରି ପନ୍ଥା
ଅବଲମ୍ବନ କରିବା ସଠିକ୍ ନୁହେଁ। କୁଫାବାସୀମାନେ ଏପରି ଆପଣଙ୍କ ନିକଟରେ ଅଭିଯୋଗ କରି ଚାଲିଥିବେ, ଆପଣ ବାରମ୍ବାର ଅଫିସରମାନଙ୍କୁ ବଦଳି କରି ଚାଲିଥିବେ। ତେଣୁ ଆପଣଙ୍କୁ ଅନୁରୋଧ କି ଆପଣ ବାରମ୍ବାର ଅଫିସରମାନଙ୍କୁ ପରିବର୍ତ୍ତନ କରନ୍ତୁ ନାହିଁ। କିନ୍ତୁ ହଜରତ ଉମର ରଜିୟଲ୍ଲାହୁ ତାଆଲା ଉତ୍ତର ଦେଲେ, ମୁଁ ଏହିଭଳି ଅଫିସରମାନଙ୍କୁ ବଦଳି କରି ଚାଲିଥିବି ଏପର୍ଯ୍ୟନ୍ତ କି କୁଫାବାସୀମାନେ ଆପେ ଥକିଯିବେ। ସୁତରାଂ ଏହିପରି ଭାବରେ ଯେତେବେଳେ ଦୀର୍ଘ ସମୟ ଧରି କୁଫାବାସୀଙ୍କ ପକ୍ଷରୁ ଅଭିଯୋଗ ଆସୁଥିଲା, ସେତେବେଳେ ହଜରତ ଉମର ରଜିୟଲ୍ଲାହୁ ଏହାକୁ ସଂଶୋଧନ କରିବା ପାଇଁ ଜଣେ 19 ବର୍ଷୀୟ ତରୁଣ ଯୁବକଙ୍କୁ ପ୍ରେରଣ କଲେ, ଯାହାର ନାମ ଅବଦୁର ରହମାନ ବିନ୍ ଉବେୟ ବିନ୍ ଲୈଲା ଥିଲା। ଯେତେବେଳେ କୁଫାବାସୀଙ୍କୁ ଏହି ସୂଚନାଟି ମିଳିଲା ଯେ 19 ବର୍ଷୀୟ ତରୁଣ ଯୁବକ ସେମାନଙ୍କର ଗଭର୍ଣ୍ଣର ନିଯୁକ୍ତ ହୋଇଛନ୍ତି, ସେତେବେଳେ ସେମାନେ କହିଲେ, ହେ ଲୋକମାନେ, ଆସ ଆମେ ଏହି ତରୁଣ ଯୁବକ ସହିତ ଥଟ୍ଟା ପରିହାସ କରିବା। କୁଫାବାସୀମାନେ ତ ପୂର୍ବରୁ ହିଁ ଖଳ ଓ ଦୁଷ୍ଟ ପ୍ରବୃତ୍ତିର ଥିଲେ। ତେଣୁ ସେମାନେ କୁଫାର ବୃଦ୍ଧ ବୟସ୍କ ବ୍ୟକ୍ତିମାନଙ୍କୁ, ଯେଉଁମାନଙ୍କ ବୟସ 70, 80 କିମ୍ବା 90 ପାଖାପାଖି ଥିଲା, ସେମାନଙ୍କୁ ଏକତ୍ରିତ କଲେ। ଏହି ନିଷ୍ପତ୍ତି ନେଲେ ଯେ ସେମାନେ ସମସ୍ତେ ସହରର ବାହାରେ ଅବଦୁର ରହମାନଙ୍କୁ ସ୍ୱାଗତ କରିବା ପାଇଁ ଦଣ୍ଡାୟମାନ ରହିବେ ଏବଂ ଉକ୍ତ ତରୁଣ ଯୁବକକୁ ପଚାରିବେ ଯେ ମହୋଦୟ ବୟସ କେତେ, ଏବଂ ଏପରି ତାଙ୍କର ପରିହାସ କରିବେ। ଯେତେବେଳେ ସେହି ତରୁଣ ଯୁବକଟି ଉତ୍ତର ଦେବେ, ସେତେବେଳେ ଆମେମାନେ ତାକୁ ସ୍ପର୍ଶ କରି ଖୁବ୍ ତାହାର ପରିହାସ ଓ ଥଟ୍ଟା କରିବା ଯେ ଏଭଳି ବୟସରେ ଗଭର୍ଣ୍ଣର ହୋଇଯାଇଛି। ଅତଏବ ଏହି ଯୋଜନା ଅନୁସାରେ ସେମାନେ ସହରଠାରୁ 2-3 ମାଇଲ ବାହାରକୁ ଚାଲି ଆସିଲେ ଓ ଉକ୍ତ ତରୁଣ ଯୁବକକୁ ସ୍ୱାଗତ ଜଣାଇ ପ୍ରଶ୍ନ କଲେ ଯେ ଆପଣ ହିଁ ଆମମାନଙ୍କର ଗଭର୍ଣ୍ଣର ନିଯୁକ୍ତ ହୋଇ ଆସିଛନ୍ତି। ଅବଦୁର ରହମାନ ଆପଣଙ୍କର ହିଁ ନାମ ଅଟେ। ଅବଦୁର ରହମାନ ବିନ୍ ଅବି ଲୈଲା ଉତ୍ତର ଦେଲେ, ହଁ। ଫଳତଃ ଜଣେ ଜରାଜୀର୍ଣ୍ଣ ବୃଦ୍ଧ ବ୍ୟକ୍ତି ଆଗକୁ ବଢ଼ିଲା ଏବଂ ସେ କହିଲା, ମହୋଦୟ ଆପଣଙ୍କର ବୟସ କେତେ? ଅବଦୁର ରହମାନ ଉତ୍ତର ଦେଲେ ଯେ ମୋର ବୟସ ଆକଳନ ତୁମେ ତହିଁରୁ କରିପାରିବ ଯେ ରସୁଲୁଲ୍ଲାହ ସଲ୍ଲଲ୍ଲାହୁ ଆଲାଇହି वसल्लम ଯେତେବେଳେ ହଜରତ ଉସ୍ମାନ ବିନ୍ ଜୈଦ ରଜିୟଲ୍ଲାହୁଙ୍କୁ 10,000 ସାହାବାମାନଙ୍କ ଉପରେ ଅଧିପତି କରି ପ୍ରେରଣ କରିଥିଲେ, ଯହିଁରେ ହଜରତ ଅବୁ ବକର ରଜିୟଲ୍ଲାହୁ, ହଜରତ ଉମର ରଜିୟଲ୍ଲାହୁ ମଧ୍ୟ ସାମିଲ ଥିଲେ। ସୁତରାଂ ସେତେବେଳେ ଉସ୍ମାନ ବିନ୍ ଜୈଦଙ୍କୁ ଯେତେ ବୟସ ହୋଇଥିଲା, ତାହାଠାରୁ ମୋର ବୟସ 1 ବର୍ଷ ଅଧିକ ଅଟେ। ଏହା ଶୁଣିବା ମାତ୍ରେ ଯେପରି କାକର ବା ହିମ ବୃଷ୍ଟିପାତ ହୋଇଥାଏ, ସେହିପରି ସେମାନେ ସମସ୍ତେ ପଛକୁ ଘୁଞ୍ଚିଗଲେ। ସେମାନେ ପରସ୍ପରକୁ କହିଲେ, ଯେପର୍ଯ୍ୟନ୍ତ ଏହି ତରୁଣ ଯୁବକଟି ଏଠାରେ ରହିଛି, ସାବଧାନ, ତୁମେ କୌଣସି କଥା କହିବ ନାହିଁ, ଅନ୍ୟଥା ଏହି ତରୁଣ ଯୁବକ ତୁମର ଚମଡ଼ା ଉତାରିଦେବ। ଅର୍ଥାତ୍ ହଜରତ ଅବଦୁର ରହମାନ ଦୀର୍ଘ କାଳ ପର୍ଯ୍ୟନ୍ତ ସେଠାରେ ଗଭର୍ଣ୍ଣର ଭାବରେ ମୁତୟନ ରହିଲେ ଏବଂ କୁଫାବାସୀମାନେ ତାଙ୍କ ଆଗରେ କଥା କହିପାରୁନଥିଲେ। ଏହାପରେ ହଜରତ ଉମର ରଜିୟଲ୍ଲାହୁ କର ଆଦାୟ ବ୍ୟବସ୍ଥା ଆସିଥାଏ। ଉମର ରଜିୟଲ୍ଲାହୁ ଇରାକ ଓ ସିରିଆ ବିଜୟ ପରେ କରର ବ୍ୟବସ୍ଥା ପ୍ରତି ଧ୍ୟାନ କେନ୍ଦ୍ରିତ କରିଥିଲେ। ସ୍ଥାନୀୟ ଲୋକମାନଙ୍କ ଯେଉଁ ଜମିଗୁଡ଼ିକୁ ରାଜାମାନେ ଜୋର ଜବରଦସ୍ତ ଉଚ୍ଛେଦ କରି ତାହାକୁ ଦରବାରୀ ଓ ଅମୀରମାନଙ୍କୁ ପ୍ରଦାନ କରିଦେଇଥିଲେ, ସେହି ଜମିଗୁଡ଼ିକୁ ହଜରତ ଉମର ରଜିୟଲ୍ଲାହୁ ସ୍ଥାନୀୟ ବାସିନ୍ଦାଙ୍କୁ ଫେରସ୍ତ କରିଦେଲେ। ତତ୍ସହିତ ହଜରତ ଉମର ରଜିୟଲ୍ଲାହୁ ଏହି ଆଦେଶ ଦେଲେ ଯେ ଆରବବାସୀ ଯେଉଁମାନେ ଏହି ଦେଶମାନଙ୍କରେ ବ୍ୟାପୀ ରହିଛନ୍ତି, ସେମାନେ କୃଷିକାର୍ଯ୍ୟ କରିବେ ନାହିଁ। ଏହାର ଲାଭ ଏପରି ଥିଲା ଯେ କୃଷି ସମ୍ପର୍କରେ ସ୍ଥାନୀୟ ଲୋକମାନଙ୍କର ଅଭିଜ୍ଞତା ରହିଥିଲା ଏବଂ ଆରବବାସୀମାନେ କୃଷି କରିବା ସମ୍ପର୍କରେ ପରିଚିତ ନଥିଲେ। ପ୍ରତ୍ୟେକ ସ୍ଥାନୀୟ ଅଞ୍ଚଳରେ ଚାଷ ତଥା କୃଷି କରିବା ପଦ୍ଧତି ଅଲଗା ରହିଥିଲା। ତେଣୁକରି ହଜରତ ଉମର ରଜିୟଲ୍ଲାହୁ ଏଭଳି ଆଦେଶ ଦେଇଥିଲେ ଯେ ପରଦେଶୀମାନେ କୃଷି କରିବେ ନାହିଁ, ବରଂ ସ୍ଥାନୀୟ ଅଧିବାସୀମାନେ ହିଁ କୃଷି କାର୍ଯ୍ୟ କରିବେ। ପୂର୍ବେ ଲୋକମାନଙ୍କ ଠାରୁ ଜୋର ଜବରଦସ୍ତ କର ଆଦାୟ କରାଯାଉଥିଲା। ହଜରତ ଉମର ରଜିୟଲ୍ଲାହୁ କର ବ୍ୟବସ୍ଥା ଲାଗୁ କରିବା ପରେ ସେଥିରେ କୋହଳତା ଅବଲମ୍ବନ କରିଥିଲେ ଏବଂ ନୂତନ ସଂଶୋଧନମାନ ସେଥିରେ ପ୍ରଣୟନ କରିଥିଲେ।
कर आदाय समय जिम्मी अर्थात इस्लामीय राज्य बसवास करुथिबा अणमुस्लिम व्यक्ति मानक प्रति अधिक ध्यान केन्द्रित करा जाउथिला। हजरत उमर रज़ियल्लाहु नियमित रूपे यही आदेश जारी करथिले जे जिम्मी मानक ठारू कर नेबा समय कौनसी कठोरता और अन्याय अवलंबन करा न जाऊ। जिम्मी प्रजा माने जो माने पारसी अर्थात अग्निपूजक और ख्रीष्ट धर्मावलंबी थिले सेमानंक ठारू परामर्श ग्रहण करा जाउथिला। सेमानंक परामर्श प्रस्ताव अनुଯାयी निष्पत्ति और कर आदाय करा जाउथिला। कृषिर विकास तथा उन्नति पाई हजरत उमर रज़ियल्लाहु जनबसती भूमि संपर्क में जो व्यक्ति यही जनबसती भूमि को बसती योग्य करिबा अर्थात करुथिला से ही उक्त जमीर मालिक सब्यस्त होउथिला। एणु 3 वर्ष समय निर्धारित हैला। केनाल खनन जलसंपद विभाग स्थापित करिबा। यही जलसंपद विभाग पोखरी खनन करुथिला और निर्माण कार्य आदि करुथिला। कारण केनाल और पोखरी द्वारा जलसेचन कार्य उत्तम रूपे संपादित होउथिला। हजरत उमर रज़ियल्लाहु एक कतोटी कार्य रहिथिला जहाँकि मु आपण मानक निकटरे आलोचना कली। सुतरां हजरत उमर रज़ियल्लाहु आलोच्य जीवनटी अब्याहत रही जार अवशिष्टांश इंशाअल्लाह ताला आगामी खुतबारे आलोचना करी। वर्तमान मु एक ऐलान करने को जाऊँगी ताहा हैला अहमदिया एनसाइक्लोपीडिया संपर्क में। अहमदिया एनसाइक्लोपीडिया प्रस्तुत होईछि जहाकु मु आज उद्घाटित करी। यही वेबसाइट टी केंद्रीय आर्कियो अर्थात पुरातत्व रिसर्च सेंटर द्वारा प्रस्तुत करा जाइछि। किछि काल पूर्वे ए दिगरे उक्त विभागटी कार्य आरंभ करिथिला एवं अल्लाहଙ୍କ कृपारू यही वेबसाइट टी जमात निमंते ऑनलाइन भावरे उपलब्ध करा जाइछि। ए वेबसाइट भीतर को जिबाकू हेले प्रथमे www.ahmadiyapedia.org टाइप करने को हेबो। यहाँ पर सर्च इंजिन शैली रे होम पेज रे मन माफिक तथ्य उपलब्ध करा जाइछि। यहाकू अत्यंत सरल भाव में व्यवहार उपयोगी करा जाइछि। जमातर पुस्तक व्यक्तिविशेष घटनावली आस्था और पवित्र स्थली अट्टालिका गुड़िकू केंद्र करी मौलिक तथा साधारण ज्ञान उपलब्ध करा जाइछि। प्रत्येक एंट्रीर सहित संपृक्त वेबसाइट रे वीडियोज और जमातर खबरकागज मानकर लिंक उपलब्ध करा जाइछि। कारण यह माध्यम सविशेष तथ्य और विस्तृत विवरणी प्राप्त करा जाई परिबो। जमातर समस्त खबरकागज तथा पत्रिका मानकरू मध्य उपकृत होई परिबे जहाँकि एथिरे उपलब्ध रही। समग्र पृथ्वी रे परिव्याप्त जमात अहमदिया निकटरे अनेक उपादेय तथ्य रही जहाँ अन्य केउठी रेकर्डभुक्त होई नहीं। अहमदीपीडियार वेबसाइट रे एक ऑप्शन कंट्रीब्यूट अर्थात योगदान करिवार मध्य रही जेउठी जेकोसी व्यक्ति प्रसंगरे निजर ज्ञान तथ्य किंबा साक्ष्य दस्तावेज प्रमाण आदि उपस्थापन करिपारिबे। यार अर्थ यह नुहे जे सेमाने सीधा सड़क यह अपलोड करदेवे बरं सेमाने उक्त विभाग को प्रथमे उपलब्ध कराइबे। यही उपलब्ध होइथिबा तथ्य उपरे अनुसंधान कराजिबो और ताहार पुष्टि हेबा परे तत्संक्रांतीय विशेष एंट्री शामिल कराजिबो। एहीपरि एही वेबसाइट समस्त जमातर लोकमानंकर साहाय्य द्वारा जारी रहिबो। इंशाअल्लाह ताला प्रत्येक अहमदी पई यह उपादेय साब्यस्त हेबो। जदि कोनोसी व्यक्ति को वेबसाइट रे निज पसंदर कोनोसी तथ्य बा विवरणी न मिले तेबे से अहमदियापीडिया को जोगाजोग करिपरिबो एवं यहाँ पर उक्त व्यक्ति को संपृक्त वेबसाइट र तथ्य उपलब्ध करा जाइबार व्यवस्था करा जिवो। जदिओ समस्त तथ्य और विषय पुष्टि होइथिबा माध्यम रे ही उपलब्ध होइथाए किंतु जदि कोनोसी संधानकारी बा यूजरंक निकटरे एभली कोनोसी प्रमाण भित्तिक तथ्य रहिथिबो जाकि उपादेय तथ्य विरुद्ध होइथिबो तेबे आमको प्रथमे एभली प्रमाण प्रदान करने हेबो जद्वारा ताहार अनुसंधान करी सारिबा परे जमातर तारीख को पुष्टि स्वरूप संरक्षित करिवार व्यवस्था करा जाई परिबो। उक्त वेबसाइट र प्रस्तुति पई समस्त
ଟେକ୍ନିକାଲ ପ୍ରକ୍ରିୟା କେନ୍ଦ୍ରୀୟ ଆଇଟି ବିଭାଗ ଉତ୍ତମ ରୂପେ ସମ୍ପାଦନ କରିଛି ଏବଂ ଅତ୍ୟନ୍ତ ପରିଶ୍ରମ ସହକାରେ ଆଇଟି ବିଭାଗ ଏହାକୁ ପ୍ରସ୍ତୁତ କରିଛି। ଏଥିପାଇଁ ଆଇଟି ବିଭାଗର ସ୍ଥାୟୀ କର୍ମଚାରୀମାନଙ୍କ ବ୍ୟତୀତ ସ୍ୱେଚ୍ଛାସେବୀମାନେ ମଧ୍ୟ କାର୍ଯ୍ୟ କରିଛନ୍ତି। ତଥ୍ୟ ଓ ପ୍ରସଙ୍ଗର ପ୍ରସ୍ତୁତି ପାଇଁ କେନ୍ଦ୍ରୀୟ ବିଭାଗର ପୁରାତତ୍ତ୍ୱ ବିଭାଗ ଓ ସ୍ୱେଚ୍ଛାସେବୀମାନେ ଅତ୍ୟନ୍ତ କଠିନ ପରିଶ୍ରମ କରିଛନ୍ତି। ନିଷ୍ଠାପର ଭାବରେ ତଥ୍ୟର ଇଂରାଜୀରୁ ଉର୍ଦ୍ଦୁ ଓ ଉର୍ଦ୍ଦୁରୁ ଇଂରାଜୀ ଅନୁବାଦ ତଥା ଅପଲୋଡ଼ିଂ ଆଦି ସମସ୍ତ କାର୍ଯ୍ୟରେ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି। ଏହି ସମସ୍ତ କର୍ମଚାରୀମାନେ ଉକ୍ତ ୱେବସାଇଟ୍ ପାଇଁ ଯେଉଁ ସମୟ ଓ ପରିଶ୍ରମ କରିଛନ୍ତି ଆଲ୍ଲାହ ତାଆଲା ତାଙ୍କୁ ଏହାର ଉତ୍ତମ ପ୍ରତିଫଳ ପ୍ରଦାନ କରନ୍ତୁ। ଆଜି ଖୁତବା ଜୁମା ନମାଜ ଜୁମା ପରେ ଇନଶାଆଲ୍ଲାହ ତାଆଲା ମୁଁ ଉକ୍ତ ୱେବସାଇଟ୍ର ଶୁଭାରମ୍ଭ କରିବି, ଉଦ୍ଘାଟନ କରିବି। अल्हम्दुलिल्लाह नहमदुहु व नस्तईनुहु व नस्तगफिरुहु व नुमिनु बिही व नतवक्कलु अलैहि व नऊज़ु बिल्लाहि मिन शुरूरि अनफुसिना व मिन सय्यिआति अअमालिना मन यहदिहिल्लाहु फला मुदिल्ल लहु ومن يضلل فلا هادي له ونشهد أن لا إله إلا الله ونشهد أن محمدا عبده ورسوله عباد الله رحمكم الله إن الله يأمر بالعدل والإحسان وإيتاء ذي القربى وينهى عن الفحشاء والمنكر والبغي يعظكم لعلكم تذكرون اذكروا الله يذكركم وادعوه يستجب لكم ولذكر الله أكبر.